ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି, କାରଣ ସେ ମୋହର ପ୍ରଚୁର ମଙ୍ଗଳ କରିଅଛନ୍ତି। ଈଶ୍ୱରଙ୍କର ଜୀବନ୍ତ ବାକ୍ୟର ସହିତ ପ୍ରିୟ ବିଜୟଦୀପ ଭାଇଙ୍କୁ ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁମୟ ନାମରେ ଆଉ ସମ୍ମୁଖକୁ ଆହ୍ୱାନ କରି ଆରାଧନା କରିବା ନିମନ୍ତେ ଆସନ୍ତୁ ଏକ ଉଚ୍ଚ କରତାଳ ଦେଇ ପ୍ରିୟ ଭାଇଙ୍କୁ ଆମମାନେ ସ୍ୱାଗତ କରିବା। ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ ମୋର ପ୍ରେଜ ଖ୍ରୀଷ୍ଟ ଦ ଲର୍ଡ ଭାଇ, ଏଇ ସମୟ ପ୍ରେଜ୍ ଦ ଲର୍ଡ। ଆପଣଙ୍କର ଆରାଧନାରେ କଢେଇ ନିଅନ୍ତୁ। ଥ୍ୟାଙ୍କ ୟୁ ସିଷ୍ଟର, ବହୁତ ବହୁତ ଧନ୍ୟବାଦ। ସମସ୍ତଙ୍କୁ ପୁଣି ଥରେ ମୁଁ ଦେଖିକି ବହୁତ ଆନନ୍ଦିତ ଆଉ ଖୁସି। ପ୍ରେଜ୍ ଦ ଲର୍ଡ। ଆଉ ସମସ୍ତଙ୍କୁ ମୋର ଖ୍ରୀଷ୍ଟ ନମସ୍କାର ଏବଂ ପ୍ରେଜ୍ ଦ ଲର୍ଡ। ଆପଣଙ୍କୁ ଧନ୍ୟବାଦ ଦିଏ। ବିଗତ ଦିନମାନଙ୍କରେ ମୁଁ ଏ ବର୍ତ୍ତମାନ ଭୁବନେଶ୍ୱର ନାହିଁ, ବାଙ୍ଗାଲୋରରେ ଅଛି। ଆଉ ଷ୍ଟିଲ୍ ଏଇଠି ଥିବା ଦ୍ୱାରା ମୁଁ କୌଣସି ମ୍ୟୁଜିକ୍ ସିଷ୍ଟମ୍ ଏଗୁଡ଼ା ୟୁଜ୍ କରିପାରୁନାହିଁ। ସେଥିପାଇଁ ଦୁଃଖିତ ଅଟେ। ଆଉ ସେଥିପାଇଁ ନର୍ମାଲ ଭଏସ୍ ଆମେ ଗାଇବା, ପ୍ରଭୁଙ୍କ ମହିମା କରିବା, ଗୌରବ କରିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଧନ୍ୟବାଦ ହଉ। ସୁନ୍ଦର ଶିଷ୍ଟକୁ ଧନ୍ୟବାଦ ଦିଏ ସୁନ୍ଦର ଭାବରେ ଆହ୍ୱାନ କରିଥିବାରୁ। ପ୍ରେଜ୍ ଦ ଲର୍ଡ। ଆଉ ଭଉଣୀ ବିଶେଷ ପ୍ରଭୁ ଦାସଙ୍କୁ ଧନ୍ୟବାଦ ଦିଏ, ଯେ କି ମିଟିଂ ପାଇଁ ଆହ୍ୱାନ କରିଥିବାରୁ ପ୍ରଭୁ ଦାସଙ୍କୁ ବହୁତ ବହୁତ ଧନ୍ୟବାଦ ଦିଏ। ଆଉ ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ଖ୍ରୀଷ୍ଟ ପ୍ରେଜ୍ ଦ ଲର୍ଡ ଜଣାଏ। ଆସନ୍ତୁ ପରମେଶ୍ୱରଙ୍କୁ ମହିମା କରିବା, ତାଙ୍କ ଗୌରବ କରିବା, ତାଙ୍କର ପ୍ରସ୍ତୁତ ତାଙ୍କ ଚଳୁ ସମର୍ପିତ ଅଲରେଡି ଭଉଣୀ ବାକ୍ୟ ଏବଂ ପ୍ରାର୍ଥନା ମଧ୍ୟ କରିଅଛନ୍ତି ସମସ୍ତେ। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ସତରେ ପ୍ରାର୍ଥନା କରିକି ପରମେଶ୍ୱରଙ୍କ ଉପସ୍ଥିତିକୁ ଆମେ ଯିବା। ଧନ୍ୟବାଦ ହେଉଛି ପିତା परमेश्वर प्रभु, ତୁମର ଗୌରବ, ତୁମ ପ୍ରଶଂସା ପ୍ରଭୁ, ତୁମ ପାଖରେ ଆମେ ଆସୁଅଛୁ। ଏତେବେଳେ ନିଜକୁ ତୁମ ହସ୍ତରେ ସମର୍ପିତ କରୁଛୁ। ତୁମର ମହିମା ହଉ, ତୁମର ଗୌରବ, ତୁମ ପ୍ରଶଂସା ହଉ। ମାନଙ୍କ ପ୍ରତ୍ୟେକ ଭଏସ୍ ପ୍ରଭୁ ଆରାଧନା ପିତା परमेश्वर प्रभु ତୁମ ଗ୍ରହଣ କରି ପ୍ରଭୁ, ତୁମେ ଦୟା କର, ତୁମ ଅନୁଗ୍ରହ ଅଭିଷେକ କର। ପ୍ରାର୍ଥନା ଶୁଣିବା ଧନ୍ୟବାଦ ଯୀଶୁଙ୍କର ନାମରେ ପ୍ରଭୁ। ଆମେନ୍, ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମେ ପରମେଶ୍ୱର ମହିମା କରିବା, ତୁମ ଗୌରବ କରିବା। ପ୍ରେଜ୍ ଦ ଲର୍ଡ। ଈଶ୍ୱର ପ୍ରେମ ଛାଡ଼ି ପାରେ ନା, ପ୍ରଭୁ ଯୀଶୁଙ୍କୁ କେବେ ଭୁଲି ହୁଏ ନା। ଓ ଈଶ୍ୱର ପ୍ରେମ ଛାଡ଼ି ପାରେ ନା, ପ୍ରଭୁ ଯୀଶୁଙ୍କୁ କେବେ ଭୁଲି ହୁଏ ନା। ସୂର୍ଯ୍ୟ ପୂର୍ବ ଛାଡ଼ି ପଶ୍ଚିମେ ହୋଇପାରେ, ପଦ୍ମ ପଙ୍କ ଛାଡ଼ି ପର୍ବତେ ଫୁଟି ପାରେ। ସୂର୍ଯ୍ୟ ପୂର୍ବ ଛାଡ଼ି ପଶ୍ଚିମେ ହୋଇପାରେ, ପଦ୍ମ ପଙ୍କ ଛାଡ଼ି ପର୍ବତେ ଫୁଟି ପାରେ। ଓ ଈଶ୍ୱର ପ୍ରେମ କେବେ ନ ଛାଡ଼ିବ, ତୁମରି ସଙ୍ଗେ ସର୍ବଦା ରହିବ। ଓ ଈଶ୍ୱର ପ୍ରେମ କେବେ ନ ଛାଡ଼ିବ, ତୁମରି ସଙ୍ଗେ ସର୍ବଦା ରହିବ। ଆମେନ୍। ଈଶ୍ୱର ପ୍ରେମ ଛାଡ଼ି ପାରେ ନା, ଈଶ୍ୱର ପ୍ରେମ କେବେ ଭୁଲି ହୁଏ ନା। ଓ ଈଶ୍ୱର ପ୍ରେମ ଛାଡ଼ି ପାରେ ନା, ଈଶ୍ୱର ପ୍ରେମ କେବେ ଭୁଲି ହୁଏ ନା। ଛାଡ଼ି ପାରନ୍ତି ପିତା ଓ ମାତା ନିଜର, ଛାଡ଼ି ପାରନ୍ତି ଘନିଷ୍ଠ ଭଗ୍ନୀ ଅବାସ୍ତର, ଛାଡ଼ି ପାରନ୍ତି ପିତା ଓ ମାତା ନିଜର, ଛାଡ଼ି ପାରନ୍ତି ଭଗ୍ନୀ ଅବା ସୋଦର। ଓ ଛାଡ଼ି ପାରନ୍ତି ଘନିଷ୍ଠ ବାନ୍ଧବ, ଈଶ୍ୱର ପ୍ରେମ କେବେ ନ ଛାଡ଼ିବ। ଓ ଛାଡ଼ି ପାରନ୍ତି ଘନିଷ୍ଠ ବାନ୍ଧବ, ଈଶ୍ୱର ପ୍ରେମ କେବେ ନ ଛାଡ଼ିବ। ଓ ଈଶ୍ୱର ପ୍ରେମ ଛାଡ଼ି ପାରେ ନା, ପ୍ରଭୁ ଯୀଶୁଙ୍କୁ କେବେ ଭୁଲି ହୁଏ ନା। ଆମେନ୍। ଈଶ୍ୱର ପ୍ରେମ ଛାଡ଼ି ପାରେ ନା, ଓ ଈଶ୍ୱର ପ୍ରେମ କେବେ ଭୁଲି ହୁଏ ନା। ହୋଇଛ ଯଦି ଜ୍ଞାନ ଏ ସମାଜରେ, ଭୂଷିତ ହୋଇନାହୁଛ ପଦବୀରେ। ହୋଇଛ ଯଦି ଜ୍ଞାନ ଏ ସମାଜରେ, ଭୂଷିତ ହୋଇନାହୁଛ ପଦବୀରେ। ଓ ସମାଜ ଛାଡ଼ି ପାରେ ମାନବ,
ଈଶ୍ୱର ପ୍ରେମ କେବେ ନ ଛାଡ଼ିବ ଓ ସମାଜ ଛାଡ଼ିପାରେ ମାନବ ଈଶ୍ୱର ପ୍ରେମ କେବେ ନ ଛାଡ଼ିବ ଓ ଈଶ୍ୱର ପ୍ରେମ ଛାଡ଼ିପାରେ ନା ଈଶ୍ୱର ପ୍ରେମ କେବେ ଭୁଲି ହୁଏ ନା ଆମେନ୍ ଈଶ୍ୱର ପ୍ରେମ ଛାଡ଼ିପାରେ ନା ଈଶ୍ୱର ପ୍ରେମ କେବେ ଭୁଲି ହୁଏ ନା ଓ जय जयकार करे ओ जय जयकार जय जयकार करे वो है हमारा राजा राजा दुख संकट से बचाता बचाता वो है हमारा राजा राजा दुख संकट से बचाता बचाता हम पर अपनी करुणा करता और करता उपकार ओ क्यों ना उस पर तन बनवारे दे अपना अधिकार हो जय जयकार समझते जय जयकार करे ओ जय जयकार करे उस पर जिसका भरोसा भरोसा वो तो कभी ना डिगेगा डिगेगा उस पर जिसका भरोसा भरोसा वो तो कभी ना डिगेगा डिगेगा चाहे बीमारी चाहे गरीबी चाहे हो आकार हो सब संकट से सब कष्टों से हो जाएगा पार हो जय जयकार आमीन आमीन ओ जय जयकार करे ओ जय जयकार यीशुवे जय जयकार करे स्वर्ग है उसका सिंहासन सिंहासन पृथ्वी बनी है आसन आसन स्वर्ग है उसका सिंहासन सिंहासन पृथ्वी बनी है आसन आसन आकाश उसकी महिमा बताए हस्तकला को दिखाए ओ सारी सृष्टि उसकी रचना उसका ही है प्रताप हो जय जयकार जय जयकार करें प्रेज यू फादर ओ जय जयकार जय जयकार करे ओ सेनाओं का यहोवा हमारे संग संग है याकूब का परमेश्वर हमारा ऊंचा गढ़ है सेनाओं का यहोवा हमारे संग संग है याकूब का परमेश्वर हमारा ऊंचा गढ़ है जिसने आकाश बनाया ओ जिसने पृथ्वी बनाई ओ जिसने आकाश बनाया ओ जिसने पृथ्वी बनाई वो सर्वशक्तिमान प्रभु है वो सर्वा हमारे संग संग है आवे वो सर्वशक्तिमान प्रभु है वो यहोवा हमारे संग संग है समझ गए आप कहे ओ सेना ओ का यहोवा हमारे संग संग है याकूब का परमेश्वर हमारा ऊंचा गढ़ है सेनाओं का यहोवा हमारे संग संग है याकूब का परमेश्वर हमारा ऊंचा गढ़ है समंदर को जिसने दो भागा ओ जंगल में से मार को निकाला ओ समंदर को जिसने दो भागा जंगल में से माँ को निकाला जो वायदों को करता है पूरा वो यहोवा हमारे संग संग है समझ के क्या रहे वो जो
और जो वायदों को करता है पूरा, वो यहोवा हमारे संग संग है। यस फादर, वो सेनाओं का यहोवा हमारे संग संग है। याकूब का परमेश्वर हमारा ऊंचा गढ़ है, सेनाओं का यहोवा हमारे संग संग है। याकूब का परमेश्वर हमारा ऊंचा गढ़ है। लाजर को जिसने जिलाया, ओ जक्कई को जिसने बचाया, आमीन। लाजर को जिसने जिलाया, ओ जक्कई को जिसने बचाया, है जिसके लिए सब कुछ संभा, वो यहोवा हमारे संग संग है। आमीन। है जिसके लिए सब कुछ संभा, वो यहोवा हमारे संग संग है। हालेलुया। ओ सेनाओं का यहोवा हमारे संग संग है। याकूब का परमेश्वर हमारा ऊंचा गढ़ है, सेनाओं का यहोवा हमारे संग संग है। याकूब का परमेश्वर हमारा ऊंचा गढ़ है। सब गए, सेनाओं का यहोवा हमारे संग संग है। का परमेश्वर हमारा ऊंचा गढ़ है। याकूब का परमेश्वर हमारा ऊंचा गढ़ है। याकूब का परमेश्वर हमारा ऊंचा गढ़ है। याकूब का परमेश्वर हमारा ऊंचा गढ़ है। हालेलुया। Jesus, we worship you, Lord. We give you glory, Lord. Hallelujah. ओ जीसस फादर, धन्यवाद, धन्यवाद पिता परमेश्वर, तेरी स्तुति हो, तेरी महिमा हो पिता परमेश्वर प्रभु जी। ओ सेनाओं के यहोवा परमेश्वर प्रभु तेरा धन्यवाद। ओ राजाओं के राजा प्रभु तेरा धन्यवाद। ओ तू स्तुति के योग्य परमेश्वर, धन्यवाद पिता परमेश्वर प्रभु जी। हालेलुया। यस लॉर्ड पिता परमेश्वर प्रभु, तू सर्वशक्तिमान, जंगलों में से मार को निकालने वाला, ओ पिता परमेश्वर, समुद्र को दो भाग करने वाला, लाजर को जिलाने वाला खुदावन परमेश्वर प्रभु जी। ओ धन्यवाद हो पिता परमेश्वर प्रभु जी। हालेलुया। ओ याकूब का नाम को बदलने वाला परमेश्वर प्रभु जी तू है। हालेलुया। तेरी स्तुति हो प्रभु, तेरी स्तुति हो पिता परमेश्वर प्रभु जी। हालेलुया। तू वही परमेश्वर है प्रभु जी। ओ हालेलुया। तू कहने वाला परमेश्वर प्रभु जी। ओ तेरे कहने से प्रभु जी। हालेलुया। ओ बाला बरा बाला बा सगर गर, धन्यवाद हो पिता परमेश्वर प्रभु जी। और रखला बा संदगर गर, बहुत धन्यवाद करता हूँ, धन्यवाद करता हूँ इस सुबह के समय में प्रभु जी। हाँ मैन हालेलुया। प्रभु मैं चरणों में आने के लिए दिया, धन्यवाद करता हूँ प्रभु जी। हालेलुया। धन्यवाद करता हूँ, धन्यवाद करता हूँ पिता परमेश्वर प्रभु जी। ओ तू सर्वशक्तिमान है। आए मिलकर प्रभु को स्तुति करें। हालेलुया। ओ ग्लोरी टू गॉड फादर। हम धन्यवाद करते हैं यीशुवे, यीशुवे। थैंक यू अबा फादर फॉर ऑल योर ग्रोथ, ऑल योर गुडनेस, ओ लॉर्ड। Thank you for all your mercy upon us, Lord Father. To this morning, Father, we submitting each and everyone with your hand, O Lord Father. ओ प्रभु मैं एक एक को तेरे हाथों में देता हूँ प्रभु, तुम्हारे उपस्थित हो ले यसु पते को बड़ा चली जाओ, पते को अंधकार डिसुंखो नाम चली जाओ लॉर्ड। हालेलुया। ओ ग्लोरी टू गॉड प्रभु जी। ओ प्रेज द लॉर्ड प्रभु जी। हालेलुया। धन्यवाद करता हूँ प्रभु जी, धन्यवाद करता हूँ पिता परमेश्वर। ओ कहता है पिता परमेश्वर प्रभु, तू सब संकट से, सब कष्टों से हो जाएगा पार। ओ सब संकट से, सब कष्टों से हो जाएगा पार। हो जय जयकार में, जय जयकार करे यीशुवे। ओ जय जयकार आमेन। ओ जय जयकार करे। हालेलुया। ओ ग्लोरी टू गॉड फादर। धन्यवाद, धन्यवाद। हालेलुया। ओ यीशुवे, आए मिलकर परमेश्वर की स्तुति और महिमा करें प्रभु। तेरी उपस्थिति में मैं आता हूँ पिता परमेश्वर प्रभु जी। हालेलुया। तेरी सामर्थ को तू आज उतरने दे, हर एक बंधन टूटने पाए, ओ अंधकार की शक्तियां टूटने पाए लॉर्ड। हालेलुया। अब तू छू ले पिता परमेश्वर, सुबह के समय मेरी आराधना आपको पूर्ण हो गए होने पाए। इस सुबह के समय में प्रभु जी आपकी उपस्थिति हर एक के ऊपर उतरने पाए। आज इस जगह में
पिता परमेश्वर प्रभु जी, गिनतियों में कम हो या ज्यादा हो वो मायने नहीं रखता। पिता परमेश्वर तेरे चाहता है कि प्रभु हम सच्चाई और आत्मा में आराधना करें, और तू ऐसे लोगों को तू ढूंढता है ओ पिता जो सच्चाई और आत्मा में आराधना करने पाए प्रभु जी। यस लॉर्ड प्रभु जी, आज हमारा दिल बने तेरा सिंहासन प्रभु जी। प्रभु आज आप हमारी आत्मा बने तेरे आसन पिता परमेश्वर। यीशु वे आए मिलकर प्रभु ସମସ୍ତେ ମିଳିମିଶି ଆଲେ ପ୍ରଭାତ ସମୟରେ ନିଜ ନିଜକୁ ପରମେଶ୍ୱରଙ୍କ ହସ୍ତରେ ସମର୍ପିତ କରିବା ପ୍ରଭୁ। ଆଜି ଏଇ ସବୁବେଳେ ସାଧାରଣ ପ୍ରଭୁ संडे प्रभु जी न जाओ। यस आज का रात ना, आज की तरीक प्रभु जी भेंट प्रभु जी हाल एक साधारण ना होने पाए लॉर्ड। हालेलुया। धन्यवाद करता हूँ, धन्यवाद करता हूँ प्रभु जी। ओ मेरा दिल बने तेरा सिंहासन, मेरी आत्मा तेरा सन, मेरा दिल बने तेरा सिंहासन, ओ मेरी आत्मा तेरा सन, ओ मेरे मन में तू हो विराजमान, यीशु मेरे तू है बड़ा महान। ओ मेरे मन में तू हो विराजमान, यीशु मेरे तू है बड़ा महान। ओ यीशुआ, ओ यीशुआ, यीशुआ मेरे मन में समा जा, यीशुआ मेरे मन में समा जा। ओ मेरे चेहरे से तेरी रोशनी चमके, ओ मेरी बातों से तेरी खुशबू महके, ओ मेरे चेहरे से तेरी रोशनी चमके, ओ मेरी बातों से तेरी खुशबू महके, ओ मेरा जीवन बने तेरी स्तुति का स्थान, तेरी प्रशंसा करती मेरी जुबान। ओ मेरा जीवन बने तेरी स्तुति का स्थान, स्तुति प्रशंसा करते मेरी सुबह। सब मिलकर कहें प्रभु, ओ यीशुआ ये समय, ओ यीशुआ यीशुआ मेरे मन में समा जा। समस्त कोई बा यीशुआ मेरे मन में समा जा, ओ तुझे देखना मैं चाहूं, ओ तेरी और यीशु करीब आऊं, ओ तुझे देखना मैं चाहूं, ओ तेरी और यीशु करीब आऊं। ओ कितना है तू प्यारा प्रभु, तेरी महिमा मैं सबको सुनाऊं। ओ कितना है तू प्यारा प्रभु, तेरी महिमा मैं सबको सुनाऊं। ऊंची स्वर से कहे, ओ यीशुआ ये सुबह के समय में हमें हालेलुया। ओ यीशुआ, ओ यीशुआ, ओ यीशुआ यीशुआ मेरे मन में समा जा, ओ यीशुआ मेरे मन में समा जा। समस्त कोई बार हालेलुया। ओ मेरा दिल बने तेरा सिंहासन, ओ मेरी आत्मा तेरा सन, ओ मेरा दिल बने तेरा सिंहासन, ओ मेरी आत्मा तेरा
सिंहासन। ओ मैं हालेलुया प्रेज प्रभु, मेरा दिल बने तेरा सिंहासन प्रभु जी, मेरी आत्मा बने तेरे आसन प्रभु जी। हालेलुया। ओ मेरे मन में तू हो विराजमान, यीशु मेरे तू है बड़ा मान। ओ मेरे मन में तू हो विराजमान, यीशु मेरे तू है बड़ा मान। ओ यीशुआ, ओ यीशुआ, यीशुआ मेरे मन में समा जा, यीशुआ मेरे मन में समा जा, यीशुआ मेरे मन में समा जा। यस लॉर्ड फादर, वी सरेंडर दिस मॉर्निंग पिता परमेश्वर की प्रभु तू आज हमारे दिल में आ जाए। हाँ पिता परमेश्वर, हमारे दिल प्रभु जी तेरा हर सिंहासन बने प्रभु जी, तेरी आसन बने पिता परमेश्वर। ओ प्रभु जी हालेलुया। स्वर्ग है तेरा सिंहासन, पृथ्वी तेरी पैरों की चौकी प्रभु जी। और प्रभु तेरा वचन कैसे कहता कि जो हमारे शरीर है तेरा मंदिर है प्रभु, इस मंदिर में तू ही वास करे पिता परमेश्वर प्रभु जी। ओ मेरे हर एक दुर्बलता दूर हो जाए, हमारी हर एक बंधने टूट जाए। यस लॉर्ड फादर, टू दिस मॉर्निंग फादर, ओ प्रभु रिन्यू आवर स्ट्रेंथ लॉर्ड फादर दिस मॉर्निंग। Oh, renew and bless us today this morning, Father, and change, oh Lord Father. तू जैसा चाहता है वैसा कर। ओ पिता परमेश्वर, हमारी मर्जी नहीं प्रभु, तेरी मर्जी पूरी हो प्रभु जी। यस फादर, इस सुबह के समय में, इस प्रभु जी हालेलुया प्रभु रियल मिनिस्ट्री में पिता परमेश्वर तेरे सन्मुख हम आते हैं लॉर्ड। ओ तेरे हाथों पे हम समर्पण करते हैं प्रभु जी। ओ तेरी दुआ मांगते हैं पिता परमेश्वर। यस लॉर्ड प्रभु, तू हमारी आराधना को पिता परमेश्वर तूने सुन लिया। ओ प्रभु, तू प्रभु तेरा वचन जैसा कहता है, जहां कहीं दो या तीन इकट्ठे हो प्रभु जी तेरे नाम में प्रभु, उसके बीच में तेरी उपस्थिति है प्रभु। वैसा प्रभु तेरी उपस्थिति आज हमारे बीच में है। धन्यवाद हालेलुया। और प्रभु तूने स्पर्श किया है, ओ तूने हील किया है प्रभु, तूने चंगाई दिया है पिता परमेश्वर। जो आशा के साथ आए प्रभु जी वो हालेलुया प्रभु, ओ प्रभु जी हाँ प्रभु, उस आशा के साथ प्रभु जी ओ प्रभु वो भरपूरी लेके जाने पाए। हर निराशा को तू आशा में बदलने वाला, हर विलाप को तू नृत्य में बदलने वाला परमेश्वर है प्रभु जी। हम धन्यवाद करते हैं। यस लॉर्ड फादर प्रभु तेरे हाथों में देते हैं प्रभु जी। तू हमारा खुदा, तू हमारा परमेश्वर है प्रभु जी। हालेलुया। ओ पिता परमे तू प्रेमी है प्रभु, तू हमसे प्रेम करता है प्रभु जी। और प्रभु हमें प्रभु हमारे प्रभु जी आज ब्लेस करने के धन्यवाद पिता परमेश्वर प्रभु जी। हालेलुया। एक और बार प्रभु तेरे चरणों में हम आते हैं प्रभु जी, तेरे सन्मुख हम अपने आप को रखते हैं पिता परमेश्वर प्रभु। जितने लोग आज इस मीटिंग में उपस्थित हैं पिता परमेश्वर प्रभु जी, हर एक को प्रभु तू ब्लेस करे, आशीष करे और छू ले प्रभु जी। हर एक की जरूरत को तू पूरा करने के लिए हम प्रार्थना करते हैं। जैसे जिसकी इच्छाएं प्रभु जी, वैसा उनके जीवन में प्रभु तू कार्य करे और अभिषेक से भरे प्रभु जी। ओ प्रभु आले, जो भी प्रार्थना विषय प्रभु जी आज उनकी पूरी हो जाए। हालेलुया। लॉर्ड एक एक को तू स्पर्श करे और ब्लेस करे पिता परमेश्वर प्रभु जी। खास तौर पर तेरे दास जो वचन लेके खड़े होने वाले प्रभु, लॉर्ड स्पीक थ्रू him, Lord, and use him in a mighty way, Lord, hallelujah. When he is going to speak, Lord, पिता पर जब वो बोले प्रभु जी, उनके मुख से प्रभु जी हाले आप बातचीत करना और हर एक के प्रभु जी उस वचन आज का प्रभु आशीष कारण बन जाए प्रभु। तेरे हाथों में देते हैं पिता परमेश्वर, ब्लेस करे पिता परमेश्वर। एक और बार प्रभु तेरे हाथों में तेरे दास को प्रभु समर्पण करता हूँ प्रभु जी। इस मीटिंग को तेरे हाथों में समर्पण करता हूँ। शुरू से लेकर अंत तेरी आत्मा कार्य करे। आदर महिमा स्तुति प्रशंसा आपको देते हुए ये तो यीशु मसीह के नाम से मांगते हैं, सुने हर कुल के पिता। आमेन आमेन आमेन। आमेन। धन्यवाद भाई, बहुत बहुत धन्यवाद। ଅତି ସୁନ୍ଦର ଆରାଧନା ଥିଲା। ବିନା ମ୍ୟୁଜିକରେ ମଧ୍ୟ ବହୁତ ସୁନ୍ଦର ଭାବରେ ଗୀତ ଗାନ କରି ପ୍ରଭୁଙ୍କର ଗୌରବ ମହିମା କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରେ। ପ୍ରେଜ ଦ ଲର୍ଡ ଭାଇ। ପ୍ରଭୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ଅନୁଗ୍ରହ କରନ୍ତୁ। ପ୍ରତିଟି ଜାଗାରେ ପ୍ରଭୁ ତାଙ୍କରି ଗୌରବ ଉଦ୍ଦେଶ୍ୟରେ ଆପଣଙ୍କୁ ଠିଆ କରନ୍ତୁ। ପ୍ରେଜ ଦ ଲର୍ଡ ଭାଇ। ଆସନ୍ତୁ ଏକ ଉଚ୍ଚ କରତାଳି ଦେଇ ପ୍ରିୟ ଭାଇଙ୍କୁ ଆମମାନେ ଧନ୍ୟବାଦ ଅର୍ପଣ କରିବା। ଆସନ୍ତୁ ଆମମାନେ ଏଇ ସମୟରେ ଅତି ସୁନ୍ଦର ଆରାଧନା କରି ଯାଇଛୁ। ଆମମାନଙ୍କ ହୃଦୟକୁ ଆମମାନେ ପ୍ରସ୍ତୁତ କରିଛୁ। ଆମମାନେ ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ଶ୍ରବଣ କରିବା ନିମନ୍ତେ ଏହି ସମୟରେ ଆମମାନେ ସେ ଗୁରୁତ୍ୱପୂର୍ଣ୍ଣ ସମୟ ମଧ୍ୟରେ ଆମମାନେ ପ୍ରବେଶ କରୁଅଛୁ। ଆମମାନେ ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ଶ୍ରବଣ କରିବାକୁ ଯିବା ତା ପୂର୍ବରୁ ଆମମାନେ ସଂକ୍ଷିପ୍ତ ଭାବରେ ଆମମାନେ ପ୍ରାର୍ଥନା କରିବା। ବିଶେଷ କରି ଆରାଧନା କରିଥିବା ପ୍ରିୟ ଭାଇଙ୍କ ପାଇଁ ଆମମାନେ ପ୍ରାର୍ଥନା କରିବା। ତାଙ୍କର ସେବା କାର୍ଯ୍ୟ, ତାଙ୍କ ପରିବାର ପାଇଁ ପ୍ରତିଟି ବିଷୟକୁ ପ୍ରଭୁଙ୍କ ଚରଣ ତଳେ ସମର୍ପିତ କରି ପ୍ରାର୍ଥନା କରିବା। ପୁଣି ବିଶେଷ କରି ପ୍ରାର୍ଥନା କରିବା ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ନେଇ ଆସୁଥିବା
ପ୍ରଭୁଙ୍କର ଦାସଙ୍କୁ ମଧ୍ୟ ପ୍ରଭୁଙ୍କ ଠାରେ ସମର୍ପିତ କରି ପ୍ରାର୍ଥନା କରିବା। ଆଉ ପୁଣି ପ୍ରାର୍ଥନା କରିବା ଯେତୋଟି ଡିଭାଇସ୍ ଅଛି ପ୍ରତିଟି ଡିଭାଇସର ଯତ୍ନ ପ୍ରଭୁ ନେବେ। କୌଣସି ପ୍ରକାର ନେଟୱାର୍କ ପ୍ରୋବ୍ଲେମ ହବ ନାହିଁ। ଆମମାନେ ଜୀବନ୍ତ ବାକ୍ୟକୁ ଏ ପ୍ରଭାତରେ ଆମମାନେ ଯେପରି ସୁନ୍ଦର ଭାବରେ ଶୁଣିପାରିବା, ସେଥିପାଇଁ ଆମମାନେ ପ୍ରାର୍ଥନା କରିବା। ଏହି ସମୟରେ ପ୍ରାର୍ଥନା କରିବାକୁ ମୁଁ ଅନୁରୋଧ କରେ। ଆମମାନଙ୍କ ମଧ୍ୟରେ ଜଗତ ପରିଛା ଆଜ୍ଞା ଅଛନ୍ତି। ପ୍ରେଜ୍ ଦ ଲର୍ଡ ଆଜ୍ଞା। Praise the Lord. ଜଗତ ଆଜ୍ଞା Praise the ପ୍ରେଜ୍ ଦ Lord. ଲର୍ଡ ଆଜ୍ଞା ପ୍ରାର୍ଥନା ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ସ୍ୱର୍ଗବାସୀ ପିତା, ତୁମ ପବିତ୍ର ମହାନ ନାମକୁ ଧନ୍ୟବାଦ ଦେଉଛୁ ପ୍ରଭୁ। ତୁମେ ଆମମାନଙ୍କୁ ଅନୁଗ୍ରହ କଲ, ଦୟା କଲ, ପ୍ରେମ କଲ। ରିଏଲି ମିନିଷ୍ଟ୍ରି ମାଧ୍ୟମରେ ପ୍ରଭାତ ସମୟରେ ଆମେ ବିଭିନ୍ନ ସ୍ଥାନରୁ ତୁମ ଚରଣ ତଳେ ବସିଛୁ ପ୍ରଭୁ। ତୁମେ ଦୟା କର, ଅନୁଗ୍ରହ କର। ଏତେବେଳେ ତୁମ ନିକଟରେ ପ୍ରାର୍ଥନା କରୁଛୁ ବାପା। ଯୋଉ ଭଉଣୀ ପ୍ରିସାଇଡିଂ କରୁଛନ୍ତି, ସେ ଭଉଣୀକୁ ତୁମେ ଆଶୀର୍ବାଦ କର, ଅନୁଗ୍ରହ କର, ଦୟା କର। ତୁମେ ପ୍ରାର୍ଥନା କରୁଛୁ ପ୍ରଭୁ, ଯୋଉ ଦାସ ବର୍ତ୍ତମାନ ୱାର୍ସିପ କରିଗଲେ ପ୍ରଭୁ, ତାଙ୍କ ସହବର୍ତ୍ତୀ ହୁଅ, ତାଙ୍କ ମିନିଷ୍ଟ୍ରିକୁ ତାଙ୍କୁ ତୁମେ ଆଶୀର୍ବାଦ କରୁ କରୁ ତାଙ୍କର ୱାର୍ସିପରେ ତୁମରି ଆତ୍ମାଙ୍କର ଶକ୍ତି ଆମମାନଙ୍କ ଜୀବନରେ ଦେଇଛ। ତେଣୁ ତୁମକୁ ଧନ୍ୟବାଦ ଦେଉଛୁ। ତାଙ୍କ ମିନିଷ୍ଟ୍ରିକୁ, ତାଙ୍କ ପରିବାରକୁ ତୁମେ ଆଶୀର୍ବାଦ କର। ଆମେ ପ୍ରାର୍ଥନା କରୁଛୁ ପ୍ରଭୁ, ଏହି ସମୟରେ ଯୋଉ ତୁମରି ଭକ୍ତ ଦାସ ବାକ୍ୟ ନେଇ ଆସୁଛନ୍ତି ପ୍ରଭୁ, ପ୍ରଭୁ ତୁମେ ତାଙ୍କ କଥା କୁହ, ତାଙ୍କ ହୃଦୟ ଭିତରକୁ ଆସ, ତୁମେ କଥା କୁହ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ ଥାଅ। ତୁମର ଉପସ୍ଥିତି, ତୁମର ମହିମା ଆମମାନଙ୍କ ଜୀବନରେ ଦିଅ। ତୁମର ପବିତ୍ର ବାକ୍ୟ ଆମମାନଙ୍କ ଶୁଣିବୁ, ଆମମାନଙ୍କ ହୃଦୟକୁ ପ୍ରସ୍ତୁତ କରିବୁ। ତୁମେ ଆମମାନଙ୍କୁ ଆଶୀର୍ବାଦ କର। ଆମେ ଯେତେ ଲୋକ ରିଏଲ ମିନିଷ୍ଟ୍ରି ମାଧ୍ୟମରେ ପ୍ରଭୁ ବିଭିନ୍ନ ସ୍ଥାନରୁ ଏକତ୍ରିତ ହେଇଛୁ, ଯୋଉ ମାଧ୍ୟମରେ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ଗୌରବ ମହିମା ତୁମେ ପାଅ, ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ଆମେନ୍। ଧନ୍ୟବାଦ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ବୋଝର ସହିତ ପ୍ରତିଟି ବିଷୟକୁ ସ୍ମରଣରେ ରଖି ପ୍ରାର୍ଥନା କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରେ। ପ୍ରେଜ୍ ଦ ଲର୍ଡ ଆଜ୍ଞା। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ଏଇ ସମୟରେ ଯଦି ସଠିକ ଜାଗାରେ ଅଛୁ, ଆମମାନେ ସମସ୍ତେ ଭିଡିଓ ଅନ୍ କରିବା, ଏଇ ସମୟରେ ବସିବା, ପୁଣି ଈଶ୍ୱରଙ୍କର ସେ ମୁଖ ନିଃସୃତ ଜୀବନ୍ତ ବାକ୍ୟକୁ ଆମମାନେ ଏଇ ସମୟରେ ଶ୍ରବଣ କରିବା। ଯେହେତୁ ପ୍ରଭୁ ଆମମାନଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି, ପ୍ରଭୁଙ୍କର ଉପସ୍ଥିତି ମଧ୍ୟରେ ଆମମାନେ ଏଇ ସମୟରେ ସୁନ୍ଦର ଭାବରେ ଆରାଧନା କରିଗଲୁ। ଏଇ ସମୟରେ ସେ ପ୍ରଭୁଙ୍କର ଉପସ୍ଥିତି ମଧ୍ୟରେ ଆମମାନେ ଈଶ୍ୱରଙ୍କର ଜୀବନ୍ତ ବାକ୍ୟକୁ ଆମମାନେ ଏଇ ସମୟରେ ଶ୍ରବଣ କରିବାକୁ ଯିବା। ଆଜି ଆମମାନଙ୍କ ଗହଣରେ ମହାନ ପରମେଶ୍ୱରଙ୍କର ମନୋନୀତ ଦାସ, ଅଭିଷିକ୍ତ ଦାସ ସୁଦୂର କଟକରୁ ଆମମାନଙ୍କ ସହିତ ଜଡିତ ଅଛନ୍ତି। ରେଭରେଣ୍ଟ ଯୁଗଳ ଜେନା ଆଜ୍ଞା ଆମମାନଙ୍କ ଗହଣରେ ଉପସ୍ଥିତ ଅଛନ୍ତି। ଆଉ ପ୍ରିୟ ଆଜ୍ଞାଙ୍କୁ ମୁଁ ଏକ ବାକ୍ୟର ସହିତ ସମ୍ମୁଖକୁ ଆହ୍ୱାନ କରିବାକୁ ଚାହେଁ। ସାର କଥା ଏହି ସବୁ ଶୁଣା ଯାଇଅଛି, ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞା ସବୁ ପାଳନ କର, କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ। ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ସହିତ ରିଅଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ତରଫରୁ ରେଭରେଣ୍ଡ ଯୁଗଳ ଜେନା ଆଜ୍ଞାଙ୍କୁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ସମ୍ମୁଖକୁ ଆହ୍ୱାନ କରି ଆସନ୍ତୁ ଏକ ଉଚ୍ଚ କର ତାଳର ସହିତ ଆଜ୍ଞାଙ୍କୁ ଆମେ ସ୍ୱାଗତ କରିବୁ। ପ୍ରେଜ୍ ଦ ଲର୍ଡ ଆଜ୍ଞା। ଏଇ ସମୟ ଆପଣଙ୍କର ଜୀବନ୍ତ ବାକ୍ୟ ଦେଇ ଆଗକୁ କଢାଇ ନିଅନ୍ତୁ। ପ୍ରେଜ୍ ଦ ଲର୍ଡ। ସର୍ବପ୍ରଥମରେ ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ସୁନ୍ଦର ସମୟ ପାଇଁ ଏବଂ ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆର ଜୁମ୍ ମିଟିଂରେ ଯୋଗ ଦେଇଥିବା ପ୍ରତ୍ୟେକ ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ ମୋର ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ନମସ୍କାର। ଏବଂ ଆଜି ଲିଡ୍ କରୁଥିବା ପ୍ରଭୁଙ୍କର ଦାସୀ ସିଷ୍ଟର ସଂଯୁକ୍ତା ରେଖାଙ୍କୁ ମଧ୍ୟ ଧନ୍ୟବାଦ ଦେବି। ଆଉ ସେ ଅତି ସୁନ୍ଦର ଭାବରେ ମୋତେ ସେ ଆହ୍ୱାନ କରିଛନ୍ତି। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ଏବଂ ସେହିପରି ଭାବରେ ଆଜି ଆମମାନଙ୍କର ବିଜୟ ଦୀପ ଅତି ସୁନ୍ଦର ଭାବରେ ସେ ୱାର୍ସିପ କରିଛନ୍ତି ଏବଂ ଶେଷରେ ମୋ ପାଇଁ ମଧ୍ୟ ପ୍ରାର୍ଥନା କଲେ। ଆଉ ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦିଏ। ସରି ଗୋଟିଏ ଫୋନ ପଳେଇ ଆସିଲା। ଆଉ ତେବେ ଆସନ୍ତୁ ଆମମାନେ
ଅଳ୍ପ ସମୟ ପ୍ରଭୁଙ୍କ ଜୀବନ୍ତ ବାକ୍ୟରୁ ଶ୍ରବଣ କରିବା। ତା ପୂର୍ବରୁ ଆମମାନେ ଦୁଇଟି ପଦ ପାଠ କରିବା ଏବଂ ଆମମାନେ ବାକ୍ୟରୁ ଆଲୋଚନା କରିବା। ପ୍ରଥମ ରାଜାବଳୀ ପୁସ୍ତକ 18 ପର୍ବର 19 ପଦ ଏବଂ 30-31 ପଦ ପାଠ କରିବା। ପ୍ରଥମ ରାଜାବଳୀ ତାର 18 ପର୍ବର 19 ପଦ ଏବଂ 30 ଏବଂ 31 ପଦ ପାଠ କରିବା। ଯେହେତୁ ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇସ୍ରାଏଲକୁ ଓ ଇସେବଲର ମେଜରେ ଭୋଜନକାରୀ ବାଲର 450 ଭବିଷ୍ୟତ ବକ୍ତାଙ୍କୁ ଓ ଆସେରାର 400 ଭବିଷ୍ୟତ ବକ୍ତାଙ୍କୁ କର୍ମିଲ ପର୍ବତରେ ମୋ ନିକଟରେ ଏକତ୍ର କର। ଏଥିରେ 30-31 ଏଲିୟ ସମଗ୍ର ଲୋକଙ୍କୁ କହିଲେ, ମୋ କତିକି ଆସ। ତହୁଁ ସମଗ୍ର ଲୋକ ତାଙ୍କ କତିକି ଆସିଲେ। ତହିଁରେ ସେ ସଦାପ୍ରଭୁଙ୍କ ଉତ୍ପାଟିତ ଯଜ୍ଞବେଦୀ ପୁନର୍ନିର୍ମାଣ କଲେ। ପୁଣି ଯେଉଁ ଯାକୁବ ନିକଟରେ ତୁମ୍ଭର ନାମ ଇସ୍ରାଏଲ ହେବ ବୋଲି ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହୋଇଥିଲା, ତାହାର ପୁତ୍ରମାନଙ୍କ ଗୋଷ୍ଠୀର ସଂଖ୍ୟାନୁସାରେ ଏଲିୟ 12 ପଥର ନେଲେ। ଆମେନ୍। ପ୍ରଭୁ ଆଜିର ପଠିତ ଅଂଶରେ ଶ୍ରବଣରେ ବିଶେଷ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ତେବେ ଆସନ୍ତୁ ମୁଁ ସଂକ୍ଷିପ୍ତରେ ପ୍ରାର୍ଥନା କରିବି, ତାପରେ ବାକ୍ୟ ମଧ୍ୟକୁ ଯିବା। ପରମ ପୂଜ୍ୟ ପିତା, ଆମେ ତୁମର ଧନ୍ୟବାଦ କରୁଛୁ। ପ୍ରଭୁ ଆଜିର ପ୍ରାତଃ କାଳରେ ତୁମ ଚରଣ ତଳକୁ ଆସିବା ପାଇଁ ସୁନ୍ଦର ଅବକାଶଟିଏ ଦେଇଛ, ସେଥିପାଇଁ ଧନ୍ୟବାଦ କରୁଛୁ। ପ୍ରିୟ ପ୍ରଭୁ, ତୁମର ମୁଖର ବାକ୍ୟକୁ ତୁମେ ପ୍ରକାଶ କର। ଆମେ ପ୍ରତ୍ୟେକ ଶ୍ରୋତା ମାତ୍ର ତୁମର ଜୀବନ୍ତ ବାକ୍ୟ ଶ୍ରବଣ କରି ବାକ୍ୟ ଅନୁସାରେ ଜୀବନ ଯାପନ କରିବୁ, ତୁମେ ଅନୁଗ୍ରହ କର। ତୁମେ ବକ୍ତା ଅଟ, ଆମେ ଶ୍ରୋତା ମାତ୍ର। ପ୍ରଭୁ, ଆମେ ବାକ୍ୟ ଅନୁସାରେ ଜୀବନ ଯାପନ କରିବୁ, ସାହାଯ୍ୟ କର ପରମେଶ୍ୱର। ତୁମେ ସମସ୍ତ ପ୍ରାର୍ଥନା ଶୁଣିଲ, ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ଆଜିର ପ୍ରସଙ୍ଗର ନାମ ହେଉଛି ଅଭିଷେକ କିପରି ଆସେ। ମୁଁ ତାର ପ୍ରଥମ ପାର୍ଟଟି ପ୍ରାୟ ବୋଧେ 2-3 ମାସ ତଳେ ମୁଁ କହିଥିଲି। ପ୍ରଥମ ପାର୍ଟ ଏଟା ହେଉଛି ଦ୍ୱିତୀୟ ପାର୍ଟ, ଯେ ଅଭିଷେକ କିପରି ଆସେ ବା ପବିତ୍ର ଆତ୍ମା ଆମମାନଙ୍କର ଜୀବନରେ କିପରି କାର୍ଯ୍ୟ କରେ, ଆଉ ସେ ବିଷୟ ନେଇକି ମୁଁ ଆଜି ଆପଣମାନଙ୍କ ନିକଟ ରଖିବା ପାଇଁ ଚାହିଁବି ପରମେଶ୍ୱରଙ୍କ ବାକ୍ୟରୁ। ତେବେ ଆଜିର এই ଘଟଣାରେ ଆମେ ଦେଖିପାରୁଛୁ ଯେ ଯେଉଁ ସମୟରେ ଆହାବଙ୍କର ପତ୍ନୀ ଇସେବେଲ ପ୍ରଭୁଙ୍କର ଭବିଷ୍ୟତ ବକ୍ତା ମାନଙ୍କୁ ବଧ କରୁଥିଲା, ଆଉ ଯେଉଁ ସମୟରେ 3.5 ବର୍ଷ ପର୍ଯ୍ୟନ୍ତ ଦେଶର ଦୁର୍ଭିକ୍ଷ ଥିଲା, ସେହି ସମୟରେ ଏଲିୟ ଭବିଷ୍ୟତ ବକ୍ତା ସେ ବାଲ ଏବଂ ଆସରା ଦେବତାର ଭବିଷ୍ୟତ ବକ୍ତା ମାନଙ୍କୁ ଆହ୍ୱାନ କଲେ ଯେ ଯେଉଁ ପରମେଶ୍ୱର ସ୍ୱର୍ଗରୁ ଅଗ୍ନି ପଠେଇବେ, ଅଗ୍ନି ଦ୍ୱାରା ଉତ୍ତର ଦେବେ, ସେ ହିଁ ସତ୍ୟ ପରମେଶ୍ୱର ହେବେ। ତେଣୁ ସେମାନଙ୍କ ସହିତ ଏକ ଚୁକ୍ତି ହେଲା। ଏବଂ ପ୍ରିୟ ମୋର ବନ୍ଧୁଗଣ, ପ୍ରାତଃ କାଳରୁ ମଧ୍ୟାହ୍ନ 3ଟା ପର୍ଯ୍ୟନ୍ତ ବାଲର ଦେବତା ମାନେ ଆଉ ବାଲର ଭବିଷ୍ୟତ ବକ୍ତା ମାନେ ତାଙ୍କ ଦେବତା ମାନଙ୍କୁ ଡାକିଲେ, କିନ୍ତୁ କିଛି ଉତ୍ତର ନଥିଲା। କିନ୍ତୁ ଏଲିୟ ଯେତେବେଳେ ଯଜ୍ଞବେଦୀ ନିର୍ମାଣ କରି ଆଉ ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ଆଉ ସେତେବେଳେ ଆକାଶରୁ ଅଗ୍ନି ଆସି ସମସ୍ତ ବଳିକୁ ସେ କଣ କଲା, ଗ୍ରାସ କଲା। ତେବେ ଏଲିୟଙ୍କର ପ୍ରାର୍ଥନାରେ ସ୍ୱର୍ଗରୁ ଅଗ୍ନି ଆସିବା କଥା ଆମମାନେ କଣ କରିପାରୁଛୁ, ଦେଖିପାରୁଛୁ। ପ୍ରିୟ ମୋର ବନ୍ଧୁଗଣ, ଅଗ୍ନିକୁ ପବିତ୍ର ଆତ୍ମାଙ୍କ ସହିତ ବୁଝାଯାଏ, ପବିତ୍ର ଆତ୍ମାଙ୍କ ସହିତ ତୁଳନା କରାଯାଏ, ଯାହାକି ପ୍ରେରିତ 2 ପର୍ବର 1ରୁ 4 ପଦ ଭିତରେ ଯଦି ଆପଣ ଦେଖିବେ, ପଢିବା ନାହିଁ, ଆଉ ସେଇଠି ପେଣ୍ଟିକଷ୍ଟ ଦିବସରେ 120 ଜଣ ଯେତେବେଳେ ଏକତ୍ରିତ ହୋଇଥିଲେ, ସେତେବେଳେ ଅଗ୍ନି ସଦୃଶ ଜିଭା ଗୁଡ଼ିକ ସେମାନଙ୍କର ମସ୍ତକ ଉପରେ ଅଧିଷ୍ଠିତ ହେଲା, ଆଉ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ। ଅର୍ଥାତ୍ ଅଗ୍ନି ସଦୃଶ ଜିଭା ଗୁଡ଼ିକ ସେହିପରି ଭାବରେ ପବିତ୍ର ଆତ୍ମା ସେମାନଙ୍କ ମଧ୍ୟରୁ ଓହ୍ଲେଇ ଆସିଲା
ଆଉ ସେମାନେ ବିଭିନ୍ନ ଭାଷାରେ କଥା କହିବାକୁ ଲାଗିଲେ। ବାଇବେଲରେ ବିଭିନ୍ନ ସ୍ଥାନରେ ଯଦି ଆପଣ ଦେଖିବେ ଅଗ୍ନି ପବିତ୍ର ଆତ୍ମାଙ୍କୁ ବୁଝାଯାଏ। ତେବେ ଅଭିଷେକ କିପରି ଆସେ ସେ ବିଷୟକୁ ନେଇ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହିଁବି। ଆମେ ତାର 30-31 ପଦ ପାଠ କରିବା, ମୁଁ ପଢିବି ଆଉ ସେଥିରୁ କିଛି ଅଂଶ ଆଲୋଚନା କରିବା। ଏଥିରେ ଏଲିୟ ସମଗ୍ର ଲୋକଙ୍କୁ କହିଲେ, ମୋ କତିକି ଆସ। ତହୁଁ ସମସ୍ତ ଲୋକ ତାଙ୍କ କତିକି ଆସିଲେ। ତହିଁରେ ସଦାପ୍ରଭୁଙ୍କ ଉତ୍ପାଟିତ ଯଜ୍ଞ ବେଦୀ ପୁନର୍ନିର୍ମାଣ କଲେ। ପୁଣି ଯୋଉ ଯାକୁବ ନିକଟରେ ତୁମ୍ଭର ନାମ ଇସ୍ରାଏଲ ହେବ ବୋଲି ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହୋଇଥିଲା, ତାହାର ପୁତ୍ରମାନଙ୍କ ଗୋଷ୍ଠୀର ସଂଖ୍ୟା ଅନୁସାରେ ଏଲିୟ 12 ପଥର ନେଲେ। ପ୍ରିୟ ମୋର ବନ୍ଧୁଗଣ, ଏଠି ଗୋଟେ କଥା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହିଁବି। ଏଲିୟ 12 ପଥର ନେଲେ। ସଦାପ୍ରଭୁଙ୍କର ଯୋ ଅଭିଷିକ୍ତ ଆସିବ ବା ଯୋ ଅଗ୍ନି ଆସିବ, ଏଥିରେ 12 ପଥରର ଆବଶ୍ୟକ କଣ ଥିଲା, ତାକୁ ନେଇକି ଆମେ ଆଲୋଚନା କରିବା। ଏଠି ଇସ୍ରାଏଲର 12 ଗୋଷ୍ଠୀର ନାମ ଅନୁସାରେ ବା 12 ପୁତ୍ର ମାନଙ୍କର ନାମ ଅନୁସାରେ ଏଲିୟ 12ଟି ପଥର ନେଇ ସେ କାହିଁକି ଯଜ୍ଞ ବେଦୀ ସେ ନିର୍ମାଣ କରୁଛନ୍ତି, ତାହା ହେଉଛି ଏକ ତାତ୍ପର୍ଯ୍ୟପୂର୍ଣ୍ଣ। ଏ 12ଟି ପଥର ସହିତ ଅଭିଷିକ୍ତର କଣ ଆବଶ୍ୟକ ରହିଛି, ମୁଁ ଏହା ଆପଣମାନଙ୍କୁ କହିବା ପାଇଁ ଚାହିଁବି। ସୋଲୋମନଙ୍କର ପୁତ୍ର ରିହିବିୟାମଙ୍କ ସମୟରେ ରିହିବିୟାମ ଯେତେବେଳେ ସେ ତାଙ୍କର ଶାସନଟି ଏକ ଭୁଲ ପଥରେ ସେ କଢେଇ ନେଲେ, ଆଉ ସେତେବେଳେ ପରମେଶ୍ୱର ରିହିବିୟାମକୁ 12 ଗୋଷ୍ଠୀକୁ ଶାସନ କରିବା ପାଇଁ ଶକ୍ତି ଦେଇଥିଲେ ବା ରାଜତ୍ୱ ଦେଇଥିଲେ। କିନ୍ତୁ ସେ ଯେତେବେଳେ ଭୁଲ କଲେ, ସେତେବେଳେ ତାଙ୍କ ସମୟରେ ରାଜ୍ୟଟି 2 ଭାଗରେ ପରିଣତ ହେଲା। 10 ଗୋଷ୍ଠୀ ଇସ୍ରାଏଲ ମଧ୍ୟରେ ପରିଣତ ହେଲା, 2 ଗୋଷ୍ଠୀ ଜିହୁଦା ମଧ୍ୟରେ ପରିଣତ ହେଲା, ଆଉ ସେଠି ଫାଟକ ସୃଷ୍ଟି ହେଲା। ପ୍ରିୟ ମୋର ବନ୍ଧୁଗଣ, ରିହିବିୟାମଙ୍କ ସମୟରେ এই 12 ଗୋଷ୍ଠୀ ମଧ୍ୟରେ ଫାଟକ ସୃଷ୍ଟି ହେଲା। କିନ୍ତୁ ଏଲିୟ ଭବିଷ୍ୟତ ବକ୍ତା ସେ ପ୍ରାର୍ଥନା କରୁଛନ୍ତି 12 ଗୋଷ୍ଠୀର ନାମ ଅନୁସାରେ ପଥରଟି ନେଲେ। ତାଙ୍କ ମନ ଭିତରେ ଇସ୍ରାଏଲ ଗୋଷ୍ଠୀକୁ 2 ଭାଗ ସେ କରିନାହାନ୍ତି, ସମସ୍ତଙ୍କୁ ସେ ଏକ ଭାବରେ ତାଙ୍କ ମନ ଭିତରକୁ ନେଇ ସେ କଣ କରୁଛନ୍ତି, ଏକ ଯଜ୍ଞ ବେଦୀ ସେ ନିର୍ମାଣ କରୁଛନ୍ତି। ମୁଁ ଏଠି ଆପଣମାନଙ୍କୁ କହିବା ପାଇଁ ଚାହିଁବି, ଯୋଉ ଜାଗାରେ ଏକତା ଥିବ, ଯୋଉ ମଣ୍ଡଳୀରେ ଏକତା ଥିବ, ଯୋଉ ପରିବାର ମଧ୍ୟରେ ଏକତା ଥିବ, ଯୋଉ ଜାଗାରେ ଏକତା ଥିବ, ପରମେଶ୍ୱରଙ୍କର ଆତ୍ମା ସେ ସ୍ଥାନକୁ ଓହ୍ଲେଇ ଆସିବେ। ପ୍ରଭୁଙ୍କର ଆତ୍ମା ସେ ସ୍ଥାନକୁ ଓହ୍ଲେଇ ଆସିବେ। ପ୍ରିୟ ମୋର ବନ୍ଧୁଗଣ, ଏକତା ଯଦି ଆମମାନଙ୍କର ଜୀବନରେ ନାହିଁ, ଯୋଉ ମଣ୍ଡଳୀରେ ଏକତା ନାହିଁ, ଯୋଉ ପରିବାର ମଧ୍ୟରେ ଏକତା ନାହିଁ, ଈଶ୍ୱରଙ୍କ ଶକ୍ତି ବା ପବିତ୍ର ଆତ୍ମାଙ୍କର ଅଗ୍ନି ସେ ସ୍ଥାନକୁ ଓହ୍ଲେଇ ଆସିବ ନାହିଁ। ଯେତେବେଳେ ସେ ଇସ୍ରାଏଲର 12 ପୁତ୍ରଙ୍କର ନାମ ନେଇକି ସେ ଯଜ୍ଞ ବେଦୀ ନିର୍ମାଣ କଲା ପରେ ସେ ସ୍ଥାନରେ ବୃଷ ରଖିଲେ ଏବଂ ସେ ସଦାପ୍ରଭୁଙ୍କ ନିକଟରେ ସେ ଡାକ ପକେଇକି ସେ ଅବ୍ରାହମଙ୍କୁ, ଇସାକଙ୍କୁ, ଯାକୁବଙ୍କୁ ସ୍ମରଣ କରି ସେ ପ୍ରାର୍ଥନା କରୁଛନ୍ତି। ଆଉ ସେତେବେଳେ ଆକାଶରୁ ଅଗ୍ନି ଆସି ସେ ସମସ୍ତ ବଳିକୁ ସେ କଣ କରୁଛନ୍ତି, ଚାଟି ଖାଇ ଯାଉଛନ୍ତି। ପ୍ରିୟ ମୋର ବନ୍ଧୁଗଣ, ମୁଁ ଏଠି କହିବା ପାଇଁ ଚାହିଁବି ଯେ ଏକତା ଯଦି ଆମମାନଙ୍କର ଜୀବନରେ ଅଛି, ଈଶ୍ୱରଙ୍କର ଶକ୍ତି ଆମ ଜୀବନରେ ଓହ୍ଲେଇ ଆସିବ। ପ୍ରିୟ ମୋର ବନ୍ଧୁଗଣ, ଆମମାନେ ଗୋଟେ ପଦ ପଢିବା, ପ୍ରଥମ ରାଜାବଳୀ 14ର ତାର 7-8 ପଦ ଟିକେ ପଢନ୍ତୁ। ପ୍ରଥମ ରାଜାବଳୀ 14ର 7 ଏବଂ 8 ପଦ। ତୁମ୍ଭେ ଯାଇ ଜାରବିୟାମକୁ କୁହ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ଲୋକମାନଙ୍କ ମଧ୍ୟରୁ ତୁମକୁ ଉନ୍ନତ କରି ଆମ୍ଭ ଲୋକ ଇସ୍ରାଏଲ ଉପରେ ତୁମକୁ ରାଜା କଲୁ ଓ ଦାଉଦ ବଂଶଠାରୁ ରାଜ୍ୟ ଚିରି ନେଇ ତୁମକୁ ଦେଲୁ। ତଥାପି ଆମ୍ଭ ଦାସ ଦାଉଦ, ଯେ ଆମ୍ଭ ଆଜ୍ଞା ସବୁ ପାଳନ କଲା ଓ ଆମ ଦୃଷ୍ଟିରେ ଯାହା ଭଲ କେବଳ ତାହା କରିବା
ପାଇଁ ଆପଣା ସର୍ବାନ୍ତକରଣ ସହିତ ଆମ୍ଭର ଅନୁଗତ ହେଲା, ତାହାପରି ତୁମ୍ଭେ ହୋଇନାହଁ। ଇସ୍ରାଏଲର ରାଜା ଜାରାବିୟମ ଯେତେବେଳେ ରିହିବିୟାମ ସମସ୍ତ ଗୋଷ୍ଠୀକୁ ନେଇ ରାଜ୍ୟ କରୁଥିଲେ, ଆଉ ସେତେବେଳେ ରିହିବିୟାମ ସେ ଭୁଲ କାମ କରିବାରୁ ପରମେଶ୍ୱର ରିହିବିୟାମଠୁ ରାଜ୍ୟ ଚିରି ନେଇ ଇସ୍ରାଏଲ ରାଜା ଜାରାବିୟମକୁ 10 ଗୋଷ୍ଠୀକୁ ଦେଲେ, ଆଉ 2 ଗୋଷ୍ଠୀ ରିହିବିୟାମଙ୍କ ସହିତ ରହିଲେ। ତେବେ ଏଇଠି ସେ କହୁଛନ୍ତି ଯେ ଆମେ ତୁମକୁ ବଳବାନ କଲୁ, କିନ୍ତୁ ତୁମେ ଦାଉଦଙ୍କ ପଥରେ ଚାଲିଲ ନାହିଁ, କି ଉତ୍ତମ କର୍ମ ତୁମେ କଲ ନାହିଁ ବୋଲି ଜାରାବିୟମକୁ ପରମେଶ୍ୱର କହୁଛନ୍ତି। ତେବେ ଏଇ ପଦ ଅନୁସାରେ ଆମେ ଦେଖିପାରୁଛୁ ଯେ ସେତେବେଳେ ରାଜ୍ୟ 2 ଭାଗରେ ବିଭକ୍ତ ହେଲା, କିନ୍ତୁ ଏଲିୟଙ୍କ ମନରେ ସେ 12 ଗୋଷ୍ଠୀକୁ ସେ ଏକ ଚିନ୍ତାଧାରାରେ ସେ କଣ କରୁଛନ୍ତି ଦେଖୁଛନ୍ତି। ପ୍ରିୟ ମୋର ବନ୍ଧୁଗଣ, ଯୋଉ ମଣ୍ଡଳୀରେ ଏକତା ଥିବ, ଯୋଉ ମଣ୍ଡଳୀରେ ପ୍ରତ୍ୟେକଙ୍କର ମିଳନ ଥିବ, ଯୋଉ ପରିବାର ମଧ୍ୟରେ ଏକତା ଥିବ, ସେ ପରିବାରକୁ, ସେ ମଣ୍ଡଳୀକୁ, ସେ ଗୋଷ୍ଠୀକୁ ପବିତ୍ର ଆତ୍ମା ଓହ୍ଲେଇ ଆସିବେ। ପ୍ରିୟ ମୋର ବନ୍ଧୁଗଣ, ଆଉ ପବିତ୍ର ଆତ୍ମାଙ୍କ ବିନା ଆପଣ କିଛି କରିପାରିବେ ନାହିଁ। ଦାଉଦ ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ହେଇଥିବାରୁ ଅନେକ କାର୍ଯ୍ୟ ସେ କରିପାରିଲେ। ପ୍ରିୟ ମୋର ବନ୍ଧୁଗଣ, ସାମସନ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଇଥିବାରୁ ହଜାର ହଜାର ଲୋକଙ୍କୁ ବଦ୍ଧ କରିପାରୁଥିଲେ। ପ୍ରିୟ ମୋର ବନ୍ଧୁଗଣ, ପବିତ୍ର ଆତ୍ମାଙ୍କ ଶକ୍ତି ବିନା ଆପଣ କିଛି କରିପାରିବେ ନାହିଁ। ତେବେ ଏକତା ଦ୍ୱାରା ଈଶ୍ୱରଙ୍କର ଅଗ୍ନି ବା ଅଭିଷିକ୍ତ ମଣ୍ଡଳୀ ମଧ୍ୟକୁ, ପରିବାର ମଧ୍ୟକୁ ଆସିଥାଏ। ପ୍ରିୟ ମୋର ବନ୍ଧୁଗଣ, ଆମମାନେ ମାଥ୍ୟୁ ପୁସ୍ତକ ତାର 18 ପର୍ବର 18-19 ପଦ ଯଦି ପଢିବା, ସେ ଜାଗାରେ ଗୋଟେ କଥା ଲେଖା ଅଛି। ମାଥ୍ୟୁ 18-19 ପଦ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ତୁମେମାନେ ପୃଥିବୀରେ ଯାହା ସବୁ ବନ୍ଦ କରିବ, ସ୍ୱର୍ଗରେ ସେଇ ସବୁ ବନ୍ଦ ରହିବ, ପୁଣି ପୃଥିବୀରେ ଯାହା ସବୁ ମୁକ୍ତ କରିବ, ସ୍ୱର୍ଗରେ ସେଇ ସବୁ ମୁକ୍ତ ରହିବ। ପୁନଶ୍ଚ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ପୃଥିବୀରେ ତୁମମାନଙ୍କ ମଧ୍ୟରୁ 2 ଜଣ ଯେକୌଣସି ବିଷୟରେ ଏକମନା ହୋଇ ଯାହା କିଛି ମାଗିବେ, ତାହା ମୋର ସ୍ୱର୍ଗସ୍ଥ ପିତାଙ୍କ କର୍ତ୍ତୃତ୍ୱ ସେମାନଙ୍କ ପ୍ରତି ଘଟିବ। ପ୍ରିୟ ମୋର ବନ୍ଧୁଗଣ, ଏହି ପଦରେ ଆମେ ଦେଖୁଛୁ, ପୃଥିବୀରେ ମୋ ନାମରେ ଯେକୌଣସି ସ୍ଥାନରେ 2 କିମ୍ବା 3 ଜଣ ଏକତ୍ର ହୁଅନ୍ତି, ସେଇ ସ୍ଥାନରେ ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ। ଆଉ ଯାହା କିଛି ସେମାନେ ମାଗିବେ, ତାହା ସେମାନଙ୍କ ପ୍ରତି କଣ ହବ, ଘଟିବ। 19 ପଦରେ ଆମେ ଦେଖୁଛୁ, ପୁନଶ୍ଚ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ପୃଥିବୀରେ ତୁମମାନଙ୍କ ମଧ୍ୟରୁ 2 ଜଣ ଯେକୌଣସି ବିଷୟରେ ଏକମନା ହୋଇ ଯାହା କିଛି ମାଗିବେ, ତାହା ମୋର ସ୍ୱର୍ଗସ୍ଥ ପିତାଙ୍କ କର୍ତ୍ତୃତ୍ୱ ସେମାନଙ୍କ ପ୍ରତି ଘଟିବ। ପ୍ରିୟ ମୋର ବନ୍ଧୁଗଣ, ପୃଥିବୀରେ 2 ଜଣ ଏକମନା ହୋଇ ଯେକୌଣସି ବିଷୟ ପ୍ରାର୍ଥନା କରି ମାଗିବେ, ପ୍ରଭୁ ତାହା ସେମାନଙ୍କୁ ଦେବେ। ତାର ଇଂରାଜୀ ଭର୍ସନରେ ଯଦି ଆପଣ ଦେଖିବେ, ମାନେ ତାହା ଅଲରେଡି ସ୍ୱର୍ଗରୁ ପ୍ରଦତ୍ତ ହଉଛି, ଅଲରେଡି ସ୍ୱର୍ଗରୁ ତାହା, ମାନେ ସ୍ୱର୍ଗରେ ତାହା ଘଟି ଯାଉଛି, ଯେ ସେ ଆଜ୍ଞା ମାନେ ନିର୍ଗତ ହେଇଯାଉଛି। କିନ୍ତୁ ମୋର ପ୍ରିୟ ବନ୍ଧୁଗଣ, ଆଜି ମଣ୍ଡଳୀ ମାନଙ୍କରେ ଏକତାକୁ ଆପଣ ଦେଖିପାରିବେ ନାହିଁ। କିଏ ବା ଗୋଟିଏ ପରିବାର ମଧ୍ୟରେ ବି ପିତା ମାତା ସହିତ ପୁଅ ଝିଅ ମାନଙ୍କର ଏକତାକୁ ଆପଣ କଣ କରିପାରିବେ, ଦେଖିପାରିବେ ନାହିଁ। ଯୋଉ ସ୍ଥାନରେ ଏକତା ଥାଏ, ଯୋଉ ସ୍ଥାନରେ ମିଳନ ଥାଏ, ସେଇ ସ୍ଥାନରେ ଈଶ୍ୱରଙ୍କର ଆଶୀର୍ବାଦ ଥାଏ, ପବିତ୍ର ଆତ୍ମାଙ୍କର ଶକ୍ତି ସେ ସ୍ଥାନରେ ଥାଏ, ପ୍ରଭୁଙ୍କର ଅଭିଷେକ ସେ ସ୍ଥାନରେ ଥାଏ। କିନ୍ତୁ ମୋର ପ୍ରିୟ ବନ୍ଧୁଗଣ, ଏକତା ହେବା ବା ଏକମନ ହେବା ଭାରି କଷ୍ଟକର ବିଷୟ। 2 ଜଣ ଏକମନା ହିଁ ଯାହା କିଛି ମାଗିବେ ବୋଲି ଏ ସ୍ଥାନରେ ଲେଖା ଅଛି। ଏହା ବିଶେଷ କରି ସ୍ୱାମୀ ସ୍ତ୍ରୀ ଭିତରେ ତାହା ହେଇପାରେ। ସ୍ୱାମୀ ସ୍ତ୍ରୀ ଭିତରେ ଏକମନା ହିଁ ପ୍ରାର୍ଥନା କରିବାର ହେଇପାରେ। ଥରେ ମୋ ଜୀବନରେ ତାହା ଘଟିଛି। ଗୋଟେ ବହୁତ ବଡ଼ ପ୍ରୋବ୍ଲେମ ଆମ ପରିବାରରେ ଥିଲା। ତ ଗୋଟେ ଦିନ ସନ୍ଧ୍ୟା ପ୍ରାର୍ଥନାରେ ସ୍ୱାମୀ ସ୍ତ୍ରୀ ସବୁବେଳେ ସନ୍ଧ୍ୟା ପ୍ରାର୍ଥନା କରୁ। ସନ୍ଧ୍ୟା ପ୍ରାର୍ଥନା କରୁ 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 ସେଇ ସମସ୍ୟା ବିଷୟରେ କଥାବାର୍ତ୍ତା ଆମେ ହେଇନୁ।
କିନ୍ତୁ ସେଇ ସମସ୍ୟା ବିଷୟରେ ମୁଁ ପ୍ରାର୍ଥନା କରୁଛି, ସେଇ ସମସ୍ୟା ବିଷୟରେ ମୋ ସ୍ତ୍ରୀ ବି ପ୍ରାର୍ଥନା କରୁଛି। ପ୍ରାର୍ଥନା କରି ଆମେ ସରିଲୁ, ତାହା ଅନୁଭବ ବି କଲୁ ଯେ ଆମେ ଗୋଟେ ବିଷୟ ଦୁଇ ଜଣ ଯାକ ମାଗିଛୁ। ପ୍ରିୟ ମୋର ବନ୍ଧୁଗଣ, ଆସନ୍ତାକାଲି ସକାଳେ ସେ ବିଷୟଟି ସଫଳ ହେଇଛି। ସଫଳ ହେଲା ପରେ ସ୍ୱାମୀ ସ୍ତ୍ରୀ କଥାବାର୍ତ୍ତା କଲୁ ଯେ ରାତିରେ ଆମେ ଯୋଉ ପ୍ରାର୍ଥନା କଲୁ, ମୁଁ ବି ସେଇ ବିଷୟରେ ପ୍ରାର୍ଥନା କଲି, ତମେ ବି ସେଇ ବିଷୟରେ ପ୍ରାର୍ଥନା କଲ। ଆଉ ବାଇବେଲ ଅନୁସାରେ ଆମେ ଦୁଇ ଜଣଙ୍କର ମନଟି ଏକ ହେବାରୁ ପ୍ରାତ କାଳରେ ସେ ବିଷୟଟି ଆମେ ଦେଖିପାରିଲୁ, ତାହା ସଫଳ ହେବାର। ପ୍ରିୟ ମୋର ବନ୍ଧୁଗଣ, ଦୁଇ ଜଣ ଏକମନା ହେଇକି ପ୍ରାର୍ଥନା କରିବାର ଏହା ସ୍ୱାମୀ ସ୍ତ୍ରୀ ଭିତରେ ହବ। ଅନ୍ୟମାନଙ୍କ ସହିତ ହବା ଭାରି କଷ୍ଟକର ବିଷୟ, ଯେହେତୁ ମଣ୍ଡଳୀରେ ବିଶେଷ କରି ପଦପଦବୀକୁ ନେଇ ସ୍ୱାର୍ଥପର ଥାଏ। ତେଣୁ ମଣ୍ଡଳୀ ମଧ୍ୟରେ ଏକତା ଆସିପାରେ ନାହିଁ। ମୋର ପ୍ରିୟ ବନ୍ଧୁଗଣ, ମଣ୍ଡଳୀ ମଧ୍ୟରେ ଏକତା ଆସିପାରେ ନାହିଁ। କିନ୍ତୁ ଆମେ ପ୍ରେରିତ ପୁସ୍ତକ 3 ପର୍ବର 1 ରୁ 3 ପଦ ଭିତରେ ଯଦି ଆମେ ଦେଖିବା, ଦିନେ ପ୍ରାର୍ଥନାର ନିର୍ଦ୍ଦିଷ୍ଟ ସମୟରେ ପିତର ଓ ଜହନ ମନ୍ଦିରକୁ ଯାଉଛନ୍ତି। ମନ୍ଦିର ମଧ୍ୟରେ ସୁନ୍ଦର ନାମକ ଦ୍ୱାରରେ ଜଣେ ଖଞ୍ଜ ବ୍ୟକ୍ତିଙ୍କୁ ବସେଇ ଦିଆଯାଇଛି। ସେ ଭିକ୍ଷା ମାଗୁଛନ୍ତି। ପିତର ଜହନ ଯେତେବେଳେ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି, ସେମାନଙ୍କ ଆଡେ ସେ ଦୃଷ୍ଟିପାତ କରି କିଛି ଅର୍ଥ ପାଇବା ପାଇଁ ସେମାନଙ୍କୁ ସେ କଣ କଲେ, ମାନେ ଠାରିଲେ। ସେ ହୁଏତ ବା ହାତ ପତେଇଥିବେ। ଆଉ ସେତେବେଳେ ପିତର କହୁଛନ୍ତି, ସୁନା କି ରୂପା ଆମ୍ଭମାନଙ୍କ ଠାରେ ନାହିଁ। ପିତର ସେ ଜାଗାରେ କହିନାହାନ୍ତି ସୁନା କି ରୂପା ମୋ ଠାରେ ନାହିଁ ବୋଲି କହିନାହାନ୍ତି। ସୁନା କି ରୂପା ଆମ୍ଭମାନଙ୍କ ଠାରେ ନାହିଁ, ଆମଠାରେ ଯାହା ଅଛି ଆମେ ତୁମକୁ ଦଉଛୁ, ପ୍ରଭୁ ଯୀଶୁଙ୍କ ନାମରେ ତୁମେ ଚାଲ। ଆଉ ସେଇଠି ଆମେ ଦେଖୁଛୁ ସେ ଖଞ୍ଜ ବ୍ୟକ୍ତିଟି ସୁସ୍ଥ ହଉଛନ୍ତି। ପ୍ରିୟ ମୋର ବନ୍ଧୁଗଣ, ସେଦିନ ପିତର ଓ ଜହନଙ୍କର ମନ ଏକ ଥିଲା। ଆଉ ସେଥିପାଇଁ ସେମାନେ ଏଡେ ବଡ ଆଶ୍ଚର୍ଯ୍ୟ କର୍ମକୁ ସେମାନେ କଣ କରିପାରିଲେ, ସାଧନ କରିପାରିଲେ। ଯୋଉ ଜାଗାରେ ଏକତା ଅଛି, ଯୋଉ ଜାଗାରେ ମିଳନ ଅଛି, ପବିତ୍ର ଆତ୍ମାଙ୍କର ଶକ୍ତି ସେ ସ୍ଥାନରେ କାର୍ଯ୍ୟ କରିବ। ପ୍ରିୟ ମୋର ବନ୍ଧୁଗଣ, ଆଉ ଏତିକି ମଧ୍ୟ ମୁଁ ଆପଣମାନଙ୍କୁ କହିବି ଯେ ଆପଣଙ୍କ ଭିତରେ ଏକତା ଯଦି ଥିବ, ଆପଣ ପରମେଶ୍ୱରଙ୍କୁ ନ ଡାକିଲେ ବି ସେ ଆସିବେ। ଏକତା ଯଦି ଆପଣଙ୍କ ପାଖରେ ଥିବ, ପରମେଶ୍ୱରଙ୍କୁ ଆପଣ ନ ଡାକିଲେ ମଧ୍ୟ ସେ ଓହ୍ଲେଇ ଆସିବେ ଆପଣଙ୍କର ଏକତାକୁ ଦେଖି। ଉଦାହରଣ ସ୍ୱରୂପ ମୁଁ ଆପଣମାନଙ୍କୁ କହିବି, ଆଦି ପୁସ୍ତକ ତାର 11 ପର୍ବର 4 ଏବଂ 5 ପଦ ଟିକେ ପଢିବା। ଆଦି ପୁସ୍ତକ 11 ପର୍ବର 4 ଏବଂ 5 ପଦ ପଢିବା। ପୁଣି ଆଚ୍ଛା, ମୁଁ ସେମାନେ ପାଠ କରୁଛି। କହିଲେ ପଢନ୍ତୁ। କହିଲେ, ଆସ ଆମ୍ଭେମାନେ ଆପଣମାନଙ୍କ ପାଇଁ ଗୋଟିଏ ନଗର ଓ ଗଗନସ୍ପର୍ଶୀ ଏକ ଉଚ୍ଚ ଗଡ଼ ନିର୍ମାଣ କରୁ। ତହିଁରେ ଆମ୍ଭମାନଙ୍କର ନାମ ବିଖ୍ୟାତ ହେବ। ପୁଣି ଆମ୍ଭେମାନେ ସମୁଦାୟ ପୃଥିବୀରେ ଛିନ୍ନ ଭିନ୍ନ ହେବା ନାହିଁ। ଅନନ୍ତର ମନୁଷ୍ୟ ସନ୍ତାନ ମାନେ ଯେଉଁ ନଗର ଓ ଗଡ଼ ନିର୍ମାଣ କରୁଥିଲେ, ତାହା ଦେଖିବାକୁ ସଦାପ୍ରଭୁ ଓହ୍ଲାଇ ଆସିଲେ। ଏଇଠି ଆମେ ଦେଖୁଛୁ ଜଳପ୍ଲାବନ ପରେ ପୃଥିବୀର ଲୋକମାନେ ସେମାନେ ଏକ ଗଗନସ୍ପର୍ଶୀ ଏକ ଗଡ଼ କଣ କରୁଛନ୍ତି, ନିର୍ମାଣ କରୁଛନ୍ତି। ଆଉ ଯେତେବେଳେ ସେମାନେ ନିର୍ମାଣ କରୁଛନ୍ତି, ସଦାପ୍ରଭୁ ପରମେଶ୍ୱର ସ୍ୱର୍ଗରୁ ଓହ୍ଲେଇ ଆସିଲେ ତାହା ଦେଖିବା ପାଇଁ। ତେବେ ପ୍ରିୟ ମୋର ବନ୍ଧୁଗଣ, ପରମେଶ୍ୱର କାହିଁକି ଓହ୍ଲେଇ ଆସିଲେ? ଆପଣ ତାର ଏକ ପଦ ଯଦି ଦେଖିବେ, ପଢିବେ, ଦେଖନ୍ତୁ ସେ ଜାଗାରେ ଲେଖା ଅଛି, ପୂର୍ବେ ସମୁଦାୟ ପୃଥିବୀରେ ଏକ ଭାଷା ଓ ଏକ ରୂପ ଉଚ୍ଚାରଣ ଥିଲା। ଆଉ ଘଟଣାକ୍ରମେ ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ସିନିୟର ଦେଶରେ ଏକ ପ୍ରାନ୍ତର ପାଇ ସେଠାରେ ବସତି କଲେ। ଅନନ୍ତର ସେମାନେ ପରସ୍ପର କହିଲେ, ଆସ ଆମ୍ଭେମାନେ ଇଟା ବନାଇ ଉତ୍ତମ ରୂପେ ପୋଡ଼ି ଦେଉ। ତହିଁରେ ଇଟା ସେମାନଙ୍କର ପ୍ରସ୍ତର ସ୍ୱରୂପ, ମାଟିଆ ତେଲ ସେମାନଙ୍କର ସୁନ ସ୍ୱରୂପ ହେଲା। ପୁଣି ସେମାନେ କହିଲେ, ଆସ ଆମ୍ଭେମାନେ ଆପଣମାନଙ୍କ ପାଇଁ ଗୋଟିଏ ନଗର ଓ ଗଗନସ୍ପର୍ଶୀ ଏକ ଉଚ୍ଚ ଗଡ଼ ନିର୍ମାଣ କରୁ। ତହିଁରେ ଆମ୍ଭମାନଙ୍କର ନାମ ବିଖ୍ୟାତ ହବ। ପୁଣି ଆମ୍ଭେମାନେ ସମୁଦାୟ ପୃଥିବୀରେ ଛିନ୍ନ ଭିନ୍ନ ହେବା ନାହିଁ। ଅନନ୍ତର ମନୁଷ୍ୟମାନେ ଯେଉଁ ନଗର ଓ ଗଡ଼ ନିର୍ମାଣ କରୁଥିଲେ, ତାହା ଦେଖିବାକୁ ସଦାପ୍ରଭୁ ଓହ୍ଲାଇ ଆସିଲେ। ପୁଣି ସଦାପ୍ରଭୁ କହିଲେ, ଦେଖ, ଏଇ ଲୋକ ସମସ୍ତେ ଏକ
ଓ ଏମାନଙ୍କର ଭାଷା ହିଁ ଏକ। ଏବେ ସେମାନେ ଏଇ କାର୍ଯ୍ୟରେ ପ୍ରବୃତ୍ତ ହେଉଅଛନ୍ତି। ଏଥି ଉତ୍ତରେ ଯାହା ଯାହା କରିବାକୁ ମନସ୍ଥ କରନ୍ତି ତହିଁରୁ ନିବାରିତ ହେବେ ନାହିଁ। ପ୍ରିୟ ମୋର ବନ୍ଧୁଗଣ, ଏଇ ଜାଗାରେ ଆମେ ଦେଖୁଛୁ ପରମେଶ୍ୱର କହୁଛନ୍ତି ଏମାନେ ଏକ ଭାଷା, ଏମାନଙ୍କ ମଧ୍ୟରେ ଏକତା ଅଛି। ଆଉ ସେଥିପାଇଁ ପରମେଶ୍ୱର ଓହ୍ଲେଇ ଆସିଲେ। ପ୍ରିୟ ମୋର ବନ୍ଧୁଗଣ, ମୁଁ କହିବା ପାଇଁ ଚାହିଁବି, ଯଦିଓ ବା ଏମାନେ ଏକ ହେଇଛନ୍ତି କିନ୍ତୁ ଏମାନଙ୍କର ଭୁଲ ଧାରଣା ଥିଲା। ଏକ ହେଇଛନ୍ତି କିନ୍ତୁ ଭୁଲ ଧାରଣା ଥିଲା। ତଥାପି ସଦାପ୍ରଭୁ ପରମେଶ୍ୱର ଏମାନଙ୍କ ମଧ୍ୟକୁ କଣ କଲେ? ଓହ୍ଲେଇ ଆସିଲେ। କଣ ସେମାନଙ୍କର ଭୁଲ ଧାରଣା ଥିଲା ମୁଁ ତାହା ଆପଣମାନଙ୍କୁ କହିବି। ନହଙ୍କର ଜଳପାବନ ପରେ ନହଙ୍କର ପୁତ୍ର ମାନଙ୍କୁ ପରମେଶ୍ୱର କହିଲେ, ନହକୁ ନହଙ୍କର ସନ୍ତାନ ମାନଙ୍କୁ କହିଲେ, ପ୍ରଜାବନ୍ତ ବହୁବଂଶ ହୋଇ ପୃଥିବୀକୁ ପରିପୂର୍ଣ୍ଣ କର ବୋଲି କହିଲେ। ପରମେଶ୍ୱରଙ୍କର ଯୋଜନା ଥିଲା ଯେ ମନୁଷ୍ୟମାନେ ପୃଥିବୀରେ ପରିପୂର୍ଣ୍ଣ ବନ୍ଧୁ। ଏହା ପରମେଶ୍ୱରଙ୍କର ଯୋଜନା ଥିଲା। କିନ୍ତୁ ପରମେଶ୍ୱରଙ୍କର ଯୋଜନାକୁ ପଣ୍ଡ କରିବା ପାଇଁ ଏମାନେ ଏକ ଗଗନସ୍ପର୍ଶୀ ଗଡ଼ ନିର୍ମାଣ କରି ସେ ଭିତରେ ହିଁ ସମସ୍ତେ ରହିଯିବା ବୋଲିକି ଏମାନେ ଯୋଉ ଚିନ୍ତା କଲେ, ଆଉ ସେଥିପାଇଁ ଏମାନଙ୍କର ଭାଷାକୁ ଭେଦ କରିବା ପାଇଁ ପରମେଶ୍ୱର ଆସିଲେ। ଏକ ହଉଛି ଏମାନଙ୍କର ଭୁଲ ଚିନ୍ତାଧାରା ଥିଲା ସମସ୍ତେ ଗୋଟିଏ ଜାଗାରେ ରହିଯିବା ବୋଲି। ପରମେଶ୍ୱର ଚାହୁଥିଲେ ଯେ ପୃଥିବୀରେ ଏମାନେ ପରିପୂର୍ଣ୍ଣ ହୁଅନ୍ତୁ ବୋଲି, କିନ୍ତୁ ଏମାନଙ୍କର ଭୁଲ ଧାରଣା ଥିଲା ଏମାନେ ଗୋଟିଏ ଜାଗାରେ ରହିଯିବା ପାଇଁ କଣ କରୁଛନ୍ତି? ଚିନ୍ତା କରୁଛନ୍ତି। ଦ୍ୱିତୀୟ କଥାଟା ହଉଛି ସେମାନେ କହୁଛନ୍ତି ତହିଁରେ ଆମ୍ଭମାନଙ୍କର ନାମ ବିଖ୍ୟାତ ହବ। ଏଇଟା ବି ଏକ ଭୁଲ ଚିନ୍ତାଧାରା। ଆମ୍ଭମାନଙ୍କର ନାମ ବିଖ୍ୟାତ ହବ। ନିଜର ନାମକୁ ଉଚ୍ଚୀକୃତ କରିବା ପାଇଁ ଆମେ ଅନେକ ସମୟରେ ବିଭିନ୍ନ କାର୍ଯ୍ୟ କରିଥାଉ, ଯାହାକି ପରମେଶ୍ୱର ଚାହୁଁନଥିବା କାର୍ଯ୍ୟ ମଧ୍ୟ ଆମେ କରିଥାଉ। ପ୍ରିୟ ମୋର ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟ ଗୋଟେ କଥା କହିଲେ, ଯାହା ଅନ୍ଧକାରରେ କରାଯିବ ତାହା ଆଲୋକରେ ପ୍ରକାଶିତ ହବ। ଯେବେ ପରମେଶ୍ୱରଙ୍କର ଶକ୍ତି, ପରମେଶ୍ୱରଙ୍କର ଆତ୍ମା, ପରମେଶ୍ୱରଙ୍କର ଅଭିଷେକ ଆପଣଙ୍କ ପାଖରେ ଅଛି, ଅନ୍ଧକାରରେ ଥିଲେ ମଧ୍ୟ ପରମେଶ୍ୱର ଆପଣଙ୍କୁ ଆଲୋକ ମଧ୍ୟରେ କଣ କରିବେ? ପ୍ରକାଶ କରିବେ। ପ୍ରିୟ ମୋର ବନ୍ଧୁଗଣ, ତେବେ ଏଇଠି ଆମେ ଦେଖୁଛୁ ପରମେଶ୍ୱର କହୁଛନ୍ତି, ତାର 6 ପଦରେ କହୁଛନ୍ତି ପରମେଶ୍ୱର, ପୁଣି ସଦାପ୍ରଭୁ କହିଲେ, ଦେଖ ଏଇ ଲୋକ ସମସ୍ତେ ଏକ ଓ ଏମାନଙ୍କର ଭାଷା ହିଁ ଏକ। ଆଉ ଏବେ ଏମାନେ ଏଇ କାର୍ଯ୍ୟରେ ପ୍ରବୃତ୍ତ ହେଉଅଛନ୍ତି। ଏଥି ଉତ୍ତରେ ଯାହା ଯାହା କରିବାକୁ ମନସ୍ଥ କରନ୍ତି ତହିଁରୁ ନିବାରିତ ହେବେ ନାହିଁ। ଅର୍ଥାତ୍ ଏକତାରେ ଯେତେବେଳେ ଅଛନ୍ତି, ଯାହା ଯାହା କରିବା ପାଇଁ ସେମାନେ ପ୍ରବୃତ୍ତ ଅଛନ୍ତି, ସେମାନେ ତାଙ୍କୁ ନିବାରଣ କରାଯାଇ ପାରିବ ନାହିଁ। ଅର୍ଥାତ୍ ସେମାନେ କରିପାରିବେ। ଏକତା ଯଦି ଆପଣଙ୍କର ଅଛି, ଆପଣ ଅନେକ କାର୍ଯ୍ୟ ଆପଣ ସାଧନ କରିପାରିବେ। ପରମେଶ୍ୱର ନିଜେ ତାହା କହୁଛନ୍ତି। ଯଦିଓ ବା ଏଠି ସେମାନେ ଏକ ହେଇଛନ୍ତି, ସେମାନଙ୍କର ଚିନ୍ତାଧାରା ଭୁଲ, ତଥାପି ପରମେଶ୍ୱର ଓହ୍ଲେଇ ଆସିଲେ ସେମାନଙ୍କୁ ଦେଖିବା ପାଇଁ। ପ୍ରିୟ ମୋର ବନ୍ଧୁଗଣ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହିଁବି ଯେ ଯୋଉଠାରେ ଏକତା ଥାଏ, ଯୋଉଠାରେ ମିଳନ ଥାଏ, ପରମେଶ୍ୱର ସେଠି କାର୍ଯ୍ୟ କରନ୍ତି। ତାଙ୍କ ଆତ୍ମା ସେ ଜାଗାରେ କଣ କରେ? କାର୍ଯ୍ୟ କରେ। ଅନେକ ସମୟରେ ଏକତାରେ ରହିବା ପାଇଁ ଆମେ ଚାହିଁନଥାଉ। ପ୍ରିୟ ମୋର ବନ୍ଧୁଗଣ, ମୁଁ ପ୍ରଭୁଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଶିଷ୍ୟଙ୍କ କଥା ମୁଁ କହିବି। ସେ 12 ଜଣ ଶିଷ୍ୟ ସହିତ ତାଙ୍କର ସମ୍ପୂର୍ଣ୍ଣ ସେମାନଙ୍କ ସହିତ ମିଳିତ ହେଇ ରହିବା ମନୋଭାବ ନଥିଲା। ଆଉ ସେ ହେଉଛନ୍ତି ପିତର। ପିତରଙ୍କ ପାଖରେ ଆତ୍ମଧାର୍ମିକତା ଥିଲା। ସେ ସବୁବେଳେ ସେ ଆଗ ହଉଥିଲେ ଏବଂ ସମସ୍ତଙ୍କ ସହିତ ମିଳିତ ହେଇକି ରହିବା ତାଙ୍କର ମନୋଭାବ ନଥିଲା, ଯାହାରି ଫଳରେ ପିତରଙ୍କ ଜୀବନରେ ଏକ ପତନ ଆସିଥିଲା। ତାର କାରଣ ମୁଁ ଆପଣମାନଙ୍କୁ କହିବି। ଥରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସମୁଦ୍ରରେ ଯେତେବେଳେ ଚାଲିକି ଆସୁଛନ୍ତି, ସେମାନେ କହିଲେ ଭୂତ 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 ଶିଷ୍ୟମାନେ। କିନ୍ତୁ ପିତର ଯୀଶୁ ଚାଲି ଆସୁଥିବା ଜାଣିଲା ପରେ ପିତର କହିଲେ, ଗୁରୁ ମୁଁ ମଧ୍ୟ ଜଳ ଉପରେ ଚାଲି ଆସିବି। ଯୀଶୁ କହିଲେ ଆସ। କିନ୍ତୁ ପିତର ଜଳ ଉପରେ ଚାଲି ଯାଉ ଯାଉ ସେ ବୁଡି ଯିବାକୁ ଲାଗିଲେ। ପବନ ଏବଂ ଝଡ଼ ଦେଖିଲା ପରେ ସେ ଡରିକି ବୁଡି ଯିବାକୁ ଲାଗିଲେ। ଯୀଶୁ କହିଲେ, ଏ ଅଳ୍ପ ବିଶ୍ୱାସୀ, କାହିଁକି ତୁମେ ଭୟ କଲ? ପ୍ରିୟ ମୋର ବନ୍ଧୁଗଣ, ଆପଣ ବାଇବେଲରେ ଯୋଉ ଦେଖିବେ ପିତରଙ୍କର କାମ, ସେ ଜଣେ ହିଁ ଆଗକୁ ଯିବା ପାଇଁ ସେ ଚାହୁଁଥିଲେ। ତୃତୀୟ କଥା ମୁଁ ଆପଣମାନଙ୍କୁ କହିବି, ଯୀଶୁ କହିଲେ ଶତ୍ରୁମାନେ ମତେ ଧରିବେ ଆଉ ତୁମେ ସମସ୍ତେ ମତେ ଛାଡିକି ଚାଲିଯିବ।
ଯୀଶୁ ସମସ୍ତଙ୍କୁ କହିଲେ ତୁମେ ସମସ୍ତେ ମତେ ଛାଡି ଚାଲିଯିବ, କିନ୍ତୁ ପିତର କହିଲେ ଗୁରୁ ସମସ୍ତେ ଆପଣଙ୍କୁ ଅସ୍ୱୀକାର କରନ୍ତି, ମାତ୍ର ମୁଁ ଆପଣଙ୍କୁ କରିବି ନାହିଁ, ମୋର ଟାଇମ ପଡିଲେ ମୁଁ ଜୀବନ ମଧ୍ୟ ଦେଇଦେବି। ପ୍ରିୟ ମୋର ବନ୍ଧୁଗଣ, ଏଇଠି ଆମେ ଦେଖୁଛୁ ଯୀଶୁ କହିଲେ ପିତର ତୁମେ ମତେ 3 ଥର କଣ କରିବ? ଅସ୍ୱୀକାର କରିବ। ପ୍ରିୟ ମୋର ବନ୍ଧୁଗଣ, ପିତରଙ୍କର ଜୀବନରେ ଏକ ଆତ୍ମଧାର୍ମିକତା ଥିଲା। ସେ ସବୁ ଶିଷ୍ୟଙ୍କ ଠାରୁ ସେ ଅଲଗା ଜୀବନ ଯାପନ କରିବା ପାଇଁ ସେ ଚାହୁଁଥିଲା, ଆଉ ସେଥିପାଇଁ ତାଙ୍କର ଜୀବନରେ ପତନ ଆସିଲା। କିନ୍ତୁ ପବିତ୍ର ଆତ୍ମା ପାଇଲା ପରେ ସେ କଣ କରୁଛନ୍ତି ଆପଣ ଟିକେ ଦେଖନ୍ତୁ। ପ୍ରେରିତ 1 ପର୍ବର 14 ପଦ ଟିକେ ପଢିବା। ପ୍ରେରିତ 1 ପର୍ବର 14 ପଦ ପଢିବା। ସରି, ପ୍ରେରିତ 2:14। କିନ୍ତୁ ପିତର ଏକାଦଶଙ୍କ ସହିତ ଠିଆ ହୋଇ ଉଚ୍ଚ ସ୍ୱରରେ ସେମାନଙ୍କ ନିକଟରେ ବକ୍ତୃତା କରି କହିଲେ, ହେ ଯିହୁଦୀ ଲୋକେ ଓ ଜିରୁସାଲମ ନିବାସୀ ସମସ୍ତେ, ଆପଣମାନେ ଏହା ଜ୍ଞାତ ହେଉନ୍ତୁ ଓ ମୋହର କଥାରେ କର୍ଣ୍ଣପାତ କରନ୍ତୁ। ଏଇଠି ଆମେ ଦେଖୁଛୁ, କିନ୍ତୁ ପିତର ଏକାଦଶ ଶିଷ୍ୟଙ୍କ ସହିତ ଠିଆ ହୋଇ ଉଚ୍ଚ ସ୍ୱରରେ ସେମାନଙ୍କ ନିକଟରେ ବକ୍ତୃତା କରି କହିଲେ। ପିତର ଏକାଦଶ ଶିଷ୍ୟଙ୍କ ସହିତ ବର୍ତ୍ତମାନ ସେ ପେଣ୍ଟିକସ୍ ଦିବସରେ ପବିତ୍ର ଆତ୍ମା ପ୍ରାପ୍ତ ହେଲା ପରେ ଏକାଦଶ ଶିଷ୍ୟଙ୍କ ସହିତ ମିଳିତ ଭାବରେ ଠିଆ ହେଇକି ସେ ବାକ୍ୟ ପ୍ରଚାର କରିବାକୁ ଲାଗିଲେ। ଆଉ ଗୋଟିଏ ପ୍ରଚାରରେ ପ୍ରିୟ ମୋର ବନ୍ଧୁଗଣ 3000 ଲୋକ ପରିବର୍ତ୍ତନ ହେଲେ ପବିତ୍ର ଆତ୍ମା ପ୍ରାପ୍ତ ହେଲା ପରେ। ପ୍ରିୟ ମୋର ବନ୍ଧୁଗଣ, ଅନେକ ସମୟରେ ଆମମାନଙ୍କ ମଧ୍ୟରେ ଏପରି ଜୀବନ ଯାପନ ଆମେ କରିଥାଉ, ଲୋକମାନଙ୍କ ଠାରୁ ଦୂରେଇ ଯାଇଥାଉ, ମିଳନରେ ରହିବା ପାଇଁ ଆମେ ଚାହିଁନଥାଉ। ଯେଉଁମାନଙ୍କ ଠାରେ ଆତ୍ମଧାର୍ମିକତା ଥାଏ, ଆଉ ସେମାନେ ଲୋକମାନଙ୍କ ଠାରୁ ଦୂରରେ ରହିବା ପାଇଁ ପସନ୍ଦ କରନ୍ତି। ପ୍ରିୟ ମୋର ବନ୍ଧୁଗଣ, କିନ୍ତୁ ପିତର ପବିତ୍ର ଆତ୍ମା ପ୍ରାପ୍ତ ହେଲା ପରେ ଏକାଦଶ ଶିଷ୍ୟଙ୍କ ସହିତ ସେ ଠିଆ ହେଲେ। କିନ୍ତୁ ଯୀଶୁଙ୍କର ପୁନରୁତ୍ଥାନ ପରେ ସେ ପବିତ୍ର ଆତ୍ମା ପାଇବା ପୂର୍ବରୁ ତାଙ୍କର ଜୀବନ ପରିବର୍ତ୍ତନ ହେଇଥିଲା, ପିତରଙ୍କର ଜୀବନ। ପ୍ରିୟ ମୋର ବନ୍ଧୁଗଣ, ମୁଁ ସେ ପଦଟି ବି ଆପଣମାନଙ୍କୁ କହିବି। ପବିତ୍ର ଆତ୍ମା ସେ ଠିକ ପାଇବା ପୂର୍ବରୁ ଯୀଶୁଙ୍କର ପୁନରୁତ୍ଥାନ ପରେ ତାଙ୍କର ଜୀବନରେ ପରିବର୍ତ୍ତନ ଦେଖିବାକୁ ମିଳେ। ପ୍ରେରିତ 1 ପର୍ବର 15-16 ପଦ ଟିକେ ପଢିବା। ସେଇ ପଦ ଦ୍ୱାରା ଆପଣ କଣ କରିପାରିବେ? ଜାଣିପାରିବେ। ପ୍ରେରିତ 1 ପର୍ବର 15-16। ସେହି ସମୟରେ ପିତର ଭାଇମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, ସେତେବେଳେ ପ୍ରାୟ 120 ଜଣ ଏକତ୍ର ଥିଲେ। ଭାଇମାନେ, ଯେଉଁ ଯିହୁଦା ଯୀଶୁଙ୍କୁ ଧରିବା ଲୋକମାନଙ୍କୁ ବାଟ ଦେଖାଇଥିଲା, ତାହା ବିଷୟରେ ପବିତ୍ର ଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ, ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା। ଏଠି ପିତରଙ୍କର କହିବାର ଉଦ୍ଦେଶ୍ୟ ଯେ 12 ଜଣ ଶିଷ୍ୟ ମାନଙ୍କ ମଧ୍ୟରୁ ଜଣେ ଶିଷ୍ୟ ଇସ୍କରିତ ଯିହୁଦା, ସେ ଯୀଶୁଙ୍କୁ ଧରିବା ପାଇଁ ସେ ପଦାତିକ ମାନଙ୍କୁ, ଯାଜକ ମାନଙ୍କୁ, ଶତ୍ରୁ ମାନଙ୍କୁ ବାଟ ଦେଖେଇଥିଲା। ସେ ତ ମୃତ୍ୟୁବରଣ କରିଛନ୍ତି। ତେବେ 12 ଜଣ ଶିଷ୍ୟ ମଧ୍ୟରେ ଜଣେ ନିଅଣ୍ଟ ହେଉଛନ୍ତି। 12 ସଂଖ୍ୟା ପୂର୍ଣ୍ଣ ହେବା ପାଇଁ ଆମମାନଙ୍କୁ କଣ କରିବାକୁ ପଡିବ? ନା ଆଉ ଏକ ବ୍ୟକ୍ତିଙ୍କୁ ମନୋନୀତ କରିବାକୁ ପଡିବ। ପିତରଙ୍କର କହିବାର ଭାବ ହଉଛି ଏହା। ଆପଣ ତାର 16 ପଦ ଯଦି ଦେଖିବେ ଭଲ କରି, ଭାଇମାନେ, ଯେଉଁ ଯିହୁଦା ଯୀଶୁଙ୍କୁ ଧରିବା ଲୋକମାନଙ୍କୁ ବାଟ ଦେଖାଇଥିଲା, ତାହା ବିଷୟରେ ପବିତ୍ର ଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ, ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା। ତାପରେ ସେମାନେ କଣ କରୁଛନ୍ତି? ଏକ ବ୍ୟକ୍ତିଙ୍କୁ ବାଛୁଛନ୍ତି ଏବଂ 12 ସଂଖ୍ୟାକୁ ସେମାନେ କଣ କରୁଛନ୍ତି? ପୂର୍ଣ୍ଣ କରୁଛନ୍ତି। ପିତରଙ୍କର ଏହି ଜାଗାରେ ଆମେ ଦେଖିପାରୁଛୁ, ପବିତ୍ର ଆତ୍ମା ପ୍ରାପ୍ତ ହେବା ପୂର୍ବରୁ ତାଙ୍କ ମନକୁ ସେ ପରିବର୍ତ୍ତନ କରିଥିଲେ, ଆଉ ଶିଷ୍ୟମାନଙ୍କ ସହିତ ମିଳିତ ଭାବରେ କାର୍ଯ୍ୟ କରିବା ନିମନ୍ତେ ଆଗେଇ ଆସିଥିଲେ। ଏବଂ ପେଣ୍ଟିକସ୍ ଦିବସରେ 120 ଜଣ ଯେତେବେଳେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପିତର ମଧ୍ୟ ସେ ଜାଗାରେ ଥିଲେ। ତାପରେ ଏକାଦଶ ଶିଷ୍ୟଙ୍କ ସହିତ ସେ କଣ କରୁଛନ୍ତି? ଠିଆ ହଉଛନ୍ତି। ପ୍ରିୟ ମୋର ବନ୍ଧୁଗଣ, ମୋର କହିବାର ଉଦ୍ଦେଶ୍ୟ ଯେ
एकता जो जगह थिब पवित्र आत्मा से स्थान को ले आसबे ईश्वर अभिषेक से जगह को आसब आज मंडली मध्य पवित्र आत्मा उल्लै न आसबार कारण मंडली मध्य एकता नहीं मोर प्रिय बंधुगण गिर्जा को समस्ते जाती विभिन्न मन नहीं कि कौन करती जाती माने आपण जदि मंडलीर पालक होइथिबे जानिबे जे कौन कौन मंडली रे थाए प्रिय मोर बंधुगण आ विशेष करी अन्य मंडली कथा मु तो कहबी नहीं किंतु आमे पालक भाव जो जो मंडली रे रहिछु अनुभव करिछु भयंकर विषय गुड़िक मंडली रे थाए प्रिय मोर बंधुगण जारी फल पवित्र आत्मा से मंडली मध्य को से आसंती नहीं प्रिय मोर बंधुगण जो जगार एकता थाए से स्थान रे पवित्र आत्मा अभिषेक को आपण कौन करें देखिपारे प्रिय मोर बंधुगण आम एक पद पढ़ा रोमी पुस्तक 14 पर्वर तार 17 पद पाठ करवा रोमी पुस्तक 14 17 पद पाठ करवा पढ़ंतु बाहर कर କାରଣ ତୁମେ ଉତ୍ତମ ରୂପେ ଧନ୍ୟବାଦ ଦେଉଅଛ ସତ କିନ୍ତୁ ସେହି ଅନ୍ୟ ଜଣର ନିଷ୍ଠା ହୁଏ ନାହିଁ କାରଣ ଈଶ୍ୱରଙ୍କ ରାଜ୍ୟ ଭଜନ ପାନ ନୁହେଁ କିନ୍ତୁ धार्मिकता शांति व पवित्र आत्मा ठारे आनंद अटे एठी गोटे पद आमे विषय आलोचना करिबा कारण ईश्वर राज्य भजन पान नुहे किंतु धार्मिकता शांति व पवित्र आत्मा ठारे आनंद अटे एठी जो शांति शब्द लेखा अछि एहा उछि ताकू क्लेरिफाई करिया मु चाहिबी एठी जो शांति शब्द लेखा अछि शांति दुई प्रकार गोटे होची अंतर रे शांति पाइबा आउ गोटे होची मंडली सहित मिलन रही कि शांति पाइबा तो पाउल एठी एई 17 पदरे मंडली रे मिलित ही शांति रे रहिबा विषय को से कहउचंती आपण ए पद को ध्यान रो सहित जदि पढिबे बा ताकू स्टडी करिवे मंडली रे लोक मानक सहित शांति रे रहिबा विषय को पाउल ए जगह रे कहउचंती फिलिपी पुस्तक 4 पर्वर 6-7 पद जदि आपण देखिबे पढ़िया पाई कहू नाही आउ से पदरे अंतर रे शांति कथा लेखा अछि सेटा व्यक्तिगत शांति किंतु एई पदटी एई शांति को बुझाए जो शांति कि मंडली रो प्रत्येक लोक सहित शांति रे रहिबा बा मिलन रे रहिबा बा एकता रे रहिबा शांति को एठी से कोन करछथि प्रकाश करछथि उदाहरण स्वरूप मु एक पदटी आपण मान को कहिबी रोमी 12 पर्वर आमे तार 18 पद पढिबा रोमी 12 पर्वर 18 पद संभव हेले तुम्भर जेते पर्यंत साध्य समस्त लोकंक सहित शांति रे रुह एठी मंडली रो लोक मानक सहित शांति रे रहिबा पाई कहउचंती माने एठी पूरा क्लेरिफाई होउची ए शांति कथा से जगह रे मध्य प्रेरित पाउल कहउचंती अर्थात मिलन रे रहिबा मंडली रो प्रत्येक लोक सहित मिलन रे रहिबा द्वारा प्रभुंकर आशीर्वाद को आपणकर जीवन रे आपण पाई परिबे प्रिय मोर बंधुगण प्रभुंकर अभिषेक को आपणक जीवन रे पाई परिबे प्रभु यीशु ख्रीष्ट कहिले माथ्यू 5:9 पदरे शांति कारक लोक धन्य कारण से माने ईश्वरक संतान बोली ख्यात हेबे शांति कारक माने जो माने शांति पाई प्रचार करंती मिलन रहिबा पाई प्रचार करंती एकतार रहिबा पाई प्रचार करंती एकतार रहिबा पाई चाहंती प्रभुंकर संतान बोली से माने ख्यात हेबे एवं ईश्वरंकर आशीर्वाद सेमानकर जीवन रे आसीबो प्रिय मोर बंधुगण एकता द्वारा प्रभुंकर आत्मा को आपण कोन करि परिबे प्राप्त ही परिबे तबे शेषरे आउ गोटे कथा कहि कि मु समाप्त करिवि प्रिय मोर बंधुगण आमाने पढ़िबा जे एलियो भविष्यत वक्ता जते बेले से बाल रो 450 वक्ता भविष्यत वक्ता को बद्ध कले तापरे आहाब राजा इसेबेल को से कथा जणैला परे एलियो को जीवन रे कोन घटिछि आपण देखंतु प्रथम राजा बली पुस्तक 19 पर्वर आमे तार
ପଢିବା 1-2 ପଦ ପାଠ କରିବା। ପ୍ରଥମ ରାଜାବଳୀ 19 ପର୍ବର 1-2 ପଦ ପାଠ କରିବା। ଅନନ୍ତର ଆହାବ ଏଲିୟଙ୍କର କୃତ ସମସ୍ତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ୍ଗରେ ସମସ୍ତ ଭବିଷ୍ୟତ ବକ୍ତାଙ୍କୁ ବଧ କରିଥିଲେ ତାହା ଇସେବେଲକୁ ଜଣାଇଲେ। ତହିଁରେ ଇସେବେଲ ଏଲିୟଙ୍କ ନିକଟକୁ ଦୂତ ପଠାଇ ଏହି କଥା କହିଲା, ପ୍ରାୟ କାଲି ଏହି ସମୟକୁ ଯେବେ ମୁଁ ତୁମ୍ଭ ପ୍ରାଣକୁ ସେମାନଙ୍କ ଜଣଙ୍କର ପ୍ରାଣ ତୁଲ୍ୟ ନ କରେ, ତେବେ ଦେବତାମାନେ ମୋତେ ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ। ଏହି ଖବର ପାଇଲା ପରେ ଏଲିୟ ଭବିଷ୍ୟତ ବକ୍ତା 400 ବାଲର ଭବିଷ୍ୟତ ବକ୍ତା ମାନଙ୍କୁ ବଧ କରିବା ବ୍ୟକ୍ତି ଭୟ କରି ଚାଲିଗଲେ। ଭୟ କରି ସେ ଚାଲି ଯାଇକି ଋତମ ବୃକ୍ଷ ମୂଳରେ ସେ ମୃତ୍ୟୁ ପ୍ରାର୍ଥନା କରୁଥିବା ବେଳେ ପରମେଶ୍ୱର ତାଙ୍କୁ କଥା କହିଲେ ଏବଂ 14 ପଦରେ ପରମେଶ୍ୱରଙ୍କୁ ଏଲିୟ ଭବିଷ୍ୟତ ବକ୍ତା କଣ କହୁଛନ୍ତି ଆପଣ ଟିକେ ଦେଖନ୍ତୁ। 14 ପଦ ପଢନ୍ତୁ। ତହୁଁ ସେ କହିଲେ, ମୁଁ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱରଙ୍କ ପକ୍ଷରେ ଅତ୍ୟନ୍ତ ଉଦ୍ଯୋଗୀ ହେଲି, କାରଣ ଇସ୍ରାଏଲ ସନ୍ତାନଗଣ ତୁମ୍ଭ ନିୟମ ପରିତ୍ୟାଗ କଲେ, ତୁମ୍ଭ ଯଜ୍ଞ ବେଦୀ ସବୁ ଉତ୍ପାଟନ କଲେ ଓ ତୁମ୍ଭ ଭବିଷ୍ୟତ ବକ୍ତା ମାନଙ୍କୁ ଖଡ୍ଗରେ ବଧ କଲେ। ତହିଁରେ କେବଳ ମୁଁ ଅବଶିଷ୍ଟ ରହିଲି, ଆଉ ସେମାନେ ମୋହର ପ୍ରାଣ ନେବାକୁ ଅନ୍ୱେଷଣ କରୁଅଛନ୍ତି। ପ୍ରିୟ ମୋର ବନ୍ଧୁଗଣ, ପରମେଶ୍ୱରଙ୍କୁ ଏଲିୟ କହୁଛନ୍ତି, ମୁଁ ଏକର ଜଣେ ହିଁ ରହିଲି, ମୁଁ ମୋର ପ୍ରାଣ ନେବା ପାଇଁ ମଧ୍ୟ ଅନ୍ୱେଷଣ କରୁଛନ୍ତି। କିନ୍ତୁ ତା ପୂର୍ବରୁ ପ୍ରଭୁଙ୍କର ଦାସ ଓବେଦ ଏଲିୟଙ୍କୁ କଣ କହିଥିଲେ ଆପଣ ଦେଖନ୍ତୁ। 18 ପର୍ବର 13 ପଦ ପଢିବା। 18 ପର୍ବର 13 ପଦ। ଇସେବେଲ ଯେତେବେଳେ ସଦାପ୍ରଭୁଙ୍କ ଭବିଷ୍ୟତ ବକ୍ତା ମାନଙ୍କୁ ବଧ କରୁଥିଲା, ସେତେବେଳେ ମୁଁ ଯାହା କରିଥିଲି ଓ କିପରି ସଦାପ୍ରଭୁଙ୍କର 100 ଭବିଷ୍ୟତ ବକ୍ତାଙ୍କୁ 50 ଜଣ କରି ଗହ୍ୱରରେ ଲୁଚାଇ ରଖି ଅନ୍ନ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲି, ଏହା କଣ ଆମ୍ଭ ପ୍ରଭୁଙ୍କୁ ଜ୍ଞାତ କରାଯାଇ ନାହିଁ? ଇସେବେଲ ଯେତେବେଳେ ପ୍ରଭୁଙ୍କର ଦାସ ମାନଙ୍କୁ ବଧ କରୁଥିଲା, ମୁଁ 100 ଜଣକୁ ନେଇ 50 କରିକି ଗହର ମଧ୍ୟରେ ଲୁଚେଇ ରଖିଥିଲି ଆଉ ଅନ୍ନ ଜଳ ଦଉଥିଲି। ଏଟା କଣ ମୁଁ ଆପଣଙ୍କୁ ଜଣେଇନି? ପ୍ରିୟ ମୋର ବନ୍ଧୁଗଣ, ଆମମାନେ ଦେଖୁଛୁ ଏ ଜାଗାରେ ଯେ ଓବେଦ ସେ ଜଣେଇଥିଲେ ଏଲିୟ ଭବିଷ୍ୟତ ବକ୍ତାଙ୍କୁ ଯେ 100 ଜଣକୁ ମୁଁ ଲୁଚେଇ ରଖିଛି ପ୍ରଭୁଙ୍କର ଦାସ ମାନଙ୍କୁ, ଭବିଷ୍ୟତ ବକ୍ତା ମାନଙ୍କୁ। ସେଟା ଜାଣିଛନ୍ତି, ଏଲିୟ ସେ କଥା ଜାଣିଛନ୍ତି। କିନ୍ତୁ ଆମମାନେ 19ର 14 ପଦ ଯେତେବେଳେ ଦେଖୁଛୁ, ମୁଁ ଜଣେ ବଞ୍ଚିଛି, ମତେ ମଧ୍ୟ ମାରିବା ପାଇଁ ଚାହୁଁଛନ୍ତି, ତେଣୁ ମୁଁ ଏଠିକି ପଳେଇ ଆସିଛି। ତେବେ ଏ ଭୟଟି ଏଲିୟଙ୍କର ଜୀବନରେ କାହିଁକି ଆସିଲା? ପ୍ରିୟ ମୋର ବନ୍ଧୁଗଣ, ସେ କାହିଁକି ମୁଁ ଜଣେ ଅଛି ବୋଲି କହୁଛନ୍ତି? ପ୍ରଭୁଙ୍କର ଲୋକମାନେ 120 ଜଣଙ୍କୁ ଗହର ମଧ୍ୟରେ ଲୁଚେଇ ରଖିଛନ୍ତି ଓବେଦ। ତେବେ କାହିଁକି ସେ ମୁଁ ଜଣେ ଅଛି ବୋଲି କହୁଛନ୍ତି? ତାର କାରଣ ମୁଁ 3 ପଦ 19ର 3 ପଦ ପଢିବା। ତାର କାରଣ ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହିଁବି। 19ର 3 ପଦ। ତହୁଁ ଏଲିୟ ଏହା ଦେଖି ଆପଣା ପ୍ରାଣ ସକାଶେ ଉଠି ଯାଇ ଜିହୁଦାର ବେର୍ସେବାରେ ଉପସ୍ଥିତ ହେଲେ ଓ ସେଠାରେ ଆପଣା ଦାସଙ୍କୁ ଛାଡ଼ିଲେ। 3 ପଦକୁ ଧ୍ୟାନର ସହିତ ଯଦି ଆମେ ଦେଖିବା, ସେଠି ଏପରି ଲେଖା ଅଛି, ତହୁଁ ଏଲିୟ ଏହା ଦେଖି। କଣ ଦେଖି? ଏହା ଦେଖି ପ୍ରିୟ ମୋର ବନ୍ଧୁଗଣ, ଇସବେଲ ଜଣେ ଦୂତଙ୍କ ଦ୍ୱାରା ଖବର ଦେଇଥିଲେ ଏଲିୟ ଭବିଷ୍ୟତ ବକ୍ତାକୁ। ଦୂତ ଯେତେବେଳେ ସେ କଥା କହିଲେ, ଇସବେଲ ତମକୁ ବଧ କରିବା ପାଇଁ ଚାହୁଁଛନ୍ତି, ସେ ଦେଖି ନଥିଲେ, ମାତ୍ର ଶୁଣିଥିଲେ। ଦୂତଙ୍କ ଠାରୁ ସେ ଶୁଣିଥିଲେ, କିନ୍ତୁ ଏଲିୟ ଦେଖିଲେ ବୋଲି ଲେଖା ଅଛି। ଦୂତ ତାଙ୍କୁ ଯେତେବେଳେ ଆସିକି କହିଲେ ଯେ ଇସବେଲ ତୁମକୁ ଏମିତି କରିବେ, ତୁମେ ଯେମିତି 450 ବାଲର ଦେବତା ଭବିଷ୍ୟତ ବକ୍ତା ମାନଙ୍କୁ ବଦ୍ଧ କରିଛ, ସେମାନଙ୍କ ପରି ତୁମକୁ କରିବେ ବୋଲିକି ଆସିକି ଦୂତ ତାଙ୍କୁ କହିଲେ। ଯେତେବେଳେ କହିଲେ, ସେ କଥା ସେ ଶୁଣିଲେ। କିନ୍ତୁ ଆମମାନେ ଦେଖୁଛୁ ଏଲିୟ କଣ କରୁଛନ୍ତି? ତହୁଁ ଏଲିୟ ଏହା ଦେଖି, ଅର୍ଥାତ୍ କିପରି ଭାବରେ ତାଙ୍କୁ ବଦ୍ଧ କରିବେ ସେଇଟା ତାଙ୍କ ଆଖି ଆଗରେ ସେ ଦେଖିଲେ ଏବଂ ଦୌଡ଼ିକି ସେ କଣ କରୁଛନ୍ତି? ପଳଉଛନ୍ତି।
ଏବଂ ପ୍ରିୟ ମୋର ବନ୍ଧୁଗଣ ମୁଁ ଜଣେ ଅଛି ବୋଲି କହୁଛନ୍ତି, କିନ୍ତୁ ପ୍ରଭୁ 100 ଜଣ ପ୍ରଭୁଙ୍କର ଦାସ ମାନଙ୍କୁ, ଭବିଷ୍ୟତ ବକ୍ତା ମାନଙ୍କୁ ଓବେଦ ସେ ଲୁଚେଇ ରଖିଛନ୍ତି। ଆସନ୍ତୁ ପ୍ରିୟ ମୋର ବନ୍ଧୁଗଣ, ଯୋଉ ଜାଗାରେ ଏକତା, ଯୋଉ ମଣ୍ଡଳୀରେ ଏକତା, ଈଶ୍ୱରଙ୍କ ଆତ୍ମା ବା ଅଭିଷେକ ସେ ସ୍ଥାନକୁ ଓହ୍ଲେଇ ଆସିବ। ପ୍ରଭୁ ଅଳ୍ପ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆମେନ୍। ସମସ୍ତଙ୍କୁ ନମସ୍କାର। ଆମେନ୍। ଧନ୍ୟବାଦ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଅତି ସୁନ୍ଦର ବାକ୍ୟ, ଅତି ଗଭୀର ବାକ୍ୟ ଆଜି ଆମମାନଙ୍କ ଗହଣରେ ପ୍ରଦାନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦିଏ। ଅଭିଷେକ କିପରି ଆସେ ଆଉ ଏ ବାକ୍ୟ ନେଇ ଆମମାନଙ୍କ ଗହଣରେ ରଖିଥିବାରୁ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରେ। ଆସନ୍ତୁ ଏକ ଉଚ୍ଚ କରତାଳ ଦେଇ ପ୍ରିୟ ଦାସଙ୍କୁ ଆମେ ଧନ୍ୟବାଦ ଅର୍ପଣ କରିବା। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ର ଏ ଅନଲାଇନ ସେବାରେ ଅତି ପ୍ରଭାତରେ ଆମମାନଙ୍କ ସହିତ ଜଡିତ ହୋଇ ଏକ ସୁନ୍ଦର ବାକ୍ୟ, ଅତି ଗଭୀର ବାକ୍ୟ ଆମମାନଙ୍କ ମଧ୍ୟରେ ପ୍ରଦାନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରେ। ପ୍ରେଜ୍ ଦ ଲର୍ଡ ଆଜ୍ଞା। ଆସନ୍ତୁ ଆମେ ଏହି ସମୟରେ ପ୍ରାର୍ଥନା କରିବା। ବିଶେଷ କରି ଆଜି ଯେଉଁ ଜୀବନ୍ତ ବାକ୍ୟ